ଆଜି ଆସନ୍ତୁ ଜାଣିବା ପରମ ପୁରୁଷ ଶ୍ରୀକୃଷ୍ଣ ପୁରାଣ ବହିର ଦ୍ୱିତୀୟ ଅଧ୍ୟାୟ। ଗର୍ଭରେ ଥିବା ଭଗବାନ କୃଷ୍ଣଙ୍କୁ ଦେବତାମାନଙ୍କର ପ୍ରାର୍ଥନା। କଂସ ଯେ କେବଳ ଯଦୁ ଭଜ ଓ ଅନ୍ଧକ ବଂଶର ରାଜ୍ୟ ଏବଂ ସୁରେଶନଙ୍କ ରାଜ୍ୟ ଅଧିକାର କଲା ତାହା ନୁହେଁ, ସେ ମଧ୍ୟ ଅନ୍ୟ ଅସୁର ରାଜାମାନଙ୍କ ସହିତ ମିତ୍ରତା ସ୍ଥାପନ କଲା। ଅନ୍ୟ ଅସୁର ଯଥା ପ୍ରଳାମ୍ବସୁର, ବକାସୁର, ଚାଣୁର, ତୃଣାବର୍ଥ, ଅଘାସୁର, ମୁଷ୍ଟିକ, ଅରିଷ୍ଟାସୁର, ଦ୍ୱିବିଦ, ପୁତନା, କେଶୀ ଏବଂ ଧେନୁକାସୁର। ସେ ସମୟରେ ଜରାସନ୍ଧ ମଗଧର ରାଜା ଥିଲେ, ବର୍ତ୍ତମାନ ବିହାର ରାଜ୍ୟ। ଏହି ପ୍ରକାରେ କଂସ କୂଟନୈତିକ କୌଶଳ ପ୍ରୟୋଗ କରି ଜରାସନ୍ଧର ସହାୟତାରେ ସେ ସମୟରେ ଏକ ଶକ୍ତିଶାଳୀ ରାଜ୍ୟ ଗଠନ କଲା। ସେ ଆହୁରି ତାର ଶକ୍ତି ବୃଦ୍ଧି ନିମିତ୍ତ ରାଜା ବାଣାସୁର ଏବଂ ଭୈମାସୁର ସହିତ ମିତ୍ରତା ସ୍ଥାପନ କଲା। ତତ୍ପରେ ସେ ଶ୍ରୀକୃଷ୍ଣ ଜନ୍ମ ନେଉଥିବା ଯଦୁବଂଶ ପ୍ରତି ବିଶେଷ ଶତ୍ରୁତା ଆଚରଣ କଲା। କଂସ ଦ୍ୱାରା ଉତ୍ପୀଡ଼ିତ ହୋଇ ଯଦୁ ଭଜ ଏବଂ ଅନ୍ଧକ ବଂଶର ରାଜାମାନେ କୁରୁ ପାଞ୍ଚାଳ, କେକୟ, ଶ୍ୱାଳ, ବିଦର୍ଭ, ନିଷାଦ, ବିଦେହ ଏବଂ କୌଶଳ ପ୍ରଭୃତି ରାଜ୍ୟରେ ଆଶ୍ରୟ ଗ୍ରହଣ କଲେ। କଂସ ଯଦୁ ଭଜ ଏବଂ ଅନ୍ଧକ ରାଜ୍ୟରେ ଏକତା ଭାଙ୍ଗିଦେଲା। ସେ ସମୟରେ ଭାରତବର୍ଷରେ ନିଜର ଆସ୍ଥାନକୁ ଖୁବ୍ ଦୃଢ଼ କଲା। ଯେତେବେଳେ କଂସ ଦେବକୀ ଓ ବସୁଦେବର ଗୋଟିଏ ପରେ ଗୋଟିଏ 6ଟି ସନ୍ତାନ ନାଶ କଲା, ସେତେବେଳେ କଂସର ଅନେକ ବନ୍ଧୁବାନ୍ଧବ ଆସି ଏ ହୀନ କର୍ମରୁ ବିରତ ହେବା ପାଇଁ କଂସକୁ ଅନୁରୋଧ କଲେ, କିନ୍ତୁ ସେମାନେ ସମସ୍ତେ କଂସର ତୋଷାମଦକାରୀ ହୋଇ ରହିଲେ। ଯେତେବେଳେ ଦେବକୀଙ୍କର ସପ୍ତମ ଗର୍ଭୋଦୟ ହେଲା, ସେତେବେଳେ ଅନନ୍ତ ନାମରେ ପରିଚିତ ଶ୍ରୀକୃଷ୍ଣଙ୍କର ପ୍ରତୀକ୍ଷାଙ୍କର ତାର ଗର୍ଭରେ ଆବିର୍ଭୂତ ହେଲେ। ଦେବକୀ ଉଭୟ ହର୍ଷ ଓ ବିଷାଦରେ ବିହ୍ୱଳିତା ହୋଇ ପଡ଼ିଲେ। ସେ ଆନନ୍ଦିତ ହେଲେ ଯେ ଭଗବାନ ବିଷ୍ଣୁ ତାର ଗର୍ଭରେ ଆଶ୍ରୟ ନେଇଛନ୍ତି, କିନ୍ତୁ ତତ୍ସଙ୍ଗେ ବିଷାଦିତ ହେଲେ ଯେ ଶିଶୁ ଜନ୍ମ ହେଲା କ୍ଷଣି କଂସ ବଧ କରିବ। ସେହି ସମୟରେ କଂସର ଅତ୍ୟାଚାରରେ ଭୀତସ୍ତୃତ ହୋଇଥିବା ଯାଦବମାନଙ୍କର ଅବସ୍ଥା ଦେଖି ଓ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଅନ୍ତରଙ୍ଗା ଶକ୍ତି ଯୋଗମାୟାକୁ ଜନ୍ମ ନେବା ପାଇଁ ଆଦେଶ ଦେଲେ। ଶ୍ରୀକୃଷ୍ଣ ହେଉଛନ୍ତି ସମସ୍ତ ବ୍ରହ୍ମାଣ୍ଡର ମାଲିକ, କିନ୍ତୁ ବିଶେଷ କରି ସେ ଯଦୁବଂଶର ପ୍ରଭୁ ଅଟନ୍ତି। ଯୋଗମାୟା ଭଗବାନଙ୍କର ପ୍ରଧାନ ଶକ୍ତି ଅଟନ୍ତି। ବେଦରେ କୁହାଯାଇଛି ଯେ ଭଗବାନଙ୍କର ଅନନ୍ତ ଶକ୍ତି ଅଛି। ପରାସ୍ୟ ଶକ୍ତିର ବିବିଧୈବ ଶ୍ରୂୟତେ। ସମସ୍ତ ବିଭିନ୍ନ ପ୍ରକାର ଶକ୍ତି ବହିରଙ୍ଗା ଶକ୍ତି ରୂପରେ ଏବଂ ଅନ୍ତରଙ୍ଗା ଶକ୍ତି ରୂପରେ କାର୍ଯ୍ୟ କରୁଛନ୍ତି। ସମସ୍ତ ଶକ୍ତି ମଧ୍ୟରେ ପ୍ରଧାନ ଶକ୍ତି ହେଲା ଯୋଗମାୟା। ସୁନ୍ଦର ଗାଭୀମାନଙ୍କ ଦ୍ୱାରା ସୁସଜ୍ଜିତ ତଥା ପରିପୂର୍ଣ୍ଣ ହୋଇଥିବା ବୃନ୍ଦାବନର ବ୍ରଜଭୂମିରେ ଆବିର୍ଭୂତ ହେବା ନିମିତ୍ତ ସେ ଯୋଗମାୟାକୁ ଆଦେଶ ଦେଲେ। ବସୁଦେବଙ୍କର ଏକ ସ୍ତ୍ରୀ ରୋହିଣୀ ବୃନ୍ଦାବନରେ ରାଜା ନନ୍ଦ ଓ ରାଣୀ ଯଶୋଦାଙ୍କ ଗୃହରେ ବାସ କରୁଥିଲେ। କଂସର ଅତ୍ୟାଚାରରେ ଉତ୍ପୀଡ଼ିତ ହୋଇ କେବଳ ଯେ ରୋହିଣୀ ଅନ୍ୟତ୍ର ଆଶ୍ରୟ ନେଇଥିଲେ ତାହା ନୁହେଁ, ଯଦୁବଂଶର ଅନେକ ଦେଶର ବିଭିନ୍ନ ଅଂଶରେ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ପର୍ବତ ଗୁମ୍ଫାରେ ମଧ୍ୟ ବାସ କରୁଥିଲେ। ଭଗବାନ ଯୋଗମାୟାକୁ ନିମ୍ନ ପ୍ରକାରେ କହିଲେ, ଦେବକୀ ଓ ବସୁଦେବ କଂସର ବନ୍ଦୀଶାଳାରେ ଅଛନ୍ତି ଏବଂ ବର୍ତ୍ତମାନ ମୋର ପ୍ରତୀକ୍ଷାଙ୍କ ଶେଷ ଦେବକୀ ଗର୍ଭରେ ଅଛି। ତୁମେ ଦେବକୀ ଗର୍ଭରୁ ରୋହିଣୀ ଗର୍ଭକୁ ଶେଷଙ୍କର ସ୍ଥାନାନ୍ତର ବ୍ୟବସ୍ଥା କର। ଏପରି ବ୍ୟବସ୍ଥା ପରେ ମୁଁ ସ୍ୱୟଂ ପୂର୍ଣ୍ଣ ଶକ୍ତି ସହିତ ଦେବକୀ ଗର୍ଭରେ ଆବିର୍ଭୂତ ହେବାକୁ ଯାଉଛି। ତତ୍ପରେ ମୁଁ ଦେବକୀ ଓ ବସୁଦେବର ପୁତ୍ର ରୂପେ ଆବିର୍ଭୂତ ହେବି ଏବଂ ତୁମେ ନନ୍ଦ ଓ ଯଶୋଦାଙ୍କ କନ୍ୟା ରୂପେ ବୃନ୍ଦାବନରେ ଆବିର୍ଭୂତ ହେବ। ଯେଣୁ ତୁମେ ମୋର ସମସାମୟିକ ଭଗ୍ନୀ ରୂପେ ଆବିର୍ଭୂତ ହେବ, ତେଣୁ ଲୋକମାନେ ତୁମକୁ ସବୁ ପ୍ରକାର ମୂଲ୍ୟବାନ ଉପହାର ଓ ଧୂପ, ଦୀପ, ପୁଷ୍ପ ଏବଂ ଅନ୍ୟାନ୍ୟ ପଦାର୍ଥ ସହ ଏ ପୃଥିବୀରେ ପୂଜା କରିବେ। ତୁମେ ସେମାନଙ୍କର ଇନ୍ଦ୍ରିୟ ତୃପ୍ତିଜନକ କାମନା ଖୁବ୍ ଶୀଘ୍ର ପୂରଣ କରିବ। ଯେଉଁ ଲୋକମାନେ ଅତ୍ୟନ୍ତ ଭୌତିକବାଦୀ, ସେମାନେ ତୁମର ବିଭିନ୍ନ ରୂପ ଓ ନାମ ଯଥା ଦୁର୍ଗା, ଭଦ୍ରକାଳୀ, ବିଜୟା, ବୈଷ୍ଣବୀ, କୁମୁଦା, ଚଣ୍ଡିକା, କୃଷ୍ଣା, ମାଧବୀ, କନ୍ୟକା, ମାୟା, ନାରାୟଣୀ, ଈଶାନୀ, ଶାରଦା ଏବଂ ଅମ୍ବିକା ଆଦି ରୂପରେ ପୂଜା କରିବେ। କୃଷ୍ଣ ଏବଂ ଯୋଗମାୟା ଭାଇ ଭଉଣୀ ରୂପେ ଆବିର୍ଭୂତ ହୋଇଥିଲେ। ସେମାନେ ଥିଲେ ପରମ ଶକ୍ତିମାନ ଓ ଶକ୍ତି। ଯଦିଓ ଶକ୍ତିମାନ ଓ ଶକ୍ତି ମଧ୍ୟରେ କୌଣସି ସ୍ପଷ୍ଟ ବିଭେଦ ନାହିଁ,
ତଥାପି ଶକ୍ତି ସର୍ବଦା ଶକ୍ତିମାନର ଅଧସ୍ଥାନ ଅଟେ। ଯେଉଁମାନେ ଭୌତିକବାଦୀ ସେମାନେ ଶକ୍ତି ପୂଜକ ଅଟନ୍ତି, କିନ୍ତୁ ଯେଉଁମାନେ ଭଗବତ ଭକ୍ତ ସେମାନେ ଶକ୍ତିମାନର ଉପାସକ ଅଟନ୍ତି। ଶ୍ରୀକୃଷ୍ଣ ହେଉଛନ୍ତି ସର୍ବଶକ୍ତିମାନ ଏବଂ ଏ ଭୌତିକ ଜଗତରେ ଦୁର୍ଗା ହେଉଛନ୍ତି ପରମା ଶକ୍ତି। ବାସ୍ତବରେ ବୈଦିକ ସଂସ୍କୃତିରେ ଲୋକମାନେ ଉଭୟ ଶକ୍ତିମାନ ଓ ଶକ୍ତିର ପୂଜା କରନ୍ତି। ଶହ ଶହ ସଂଖ୍ୟାରେ ବିଷ୍ଣୁ ମନ୍ଦିର ଓ ଦେବୀ ମନ୍ଦିର ଅଛି ଏବଂ ବେଳେବେଳେ ସେମାନେ ଗୋଟିଏ ସମୟରେ ମଧ୍ୟ ପୂଜିତ ହୁଅନ୍ତି। ଯେଉଁମାନେ ଦୁର୍ଗା ଶକ୍ତି ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ବହିରଙ୍ଗା ଶକ୍ତିର ପୂଜା କରନ୍ତି ସେମାନେ ଖୁବ୍ ସହଜରେ ସମସ୍ତ ପ୍ରକାର ଭୌତିକ ଉନ୍ନତି ଲାଭ କରନ୍ତି। କିନ୍ତୁ ଯେ ଦିବ୍ୟ ସ୍ତରକୁ ଉନ୍ନତି ହେବାକୁ ଇଚ୍ଛା କରେ ସେ କୃଷ୍ଣ ଚେତନାରେ ଶକ୍ତିମାନର ପୂଜା କରିବା ଉଚିତ। ଭଗବାନ ମଧ୍ୟ ଯୋଗମାୟାଙ୍କୁ ଏକଥା କହିଲେ ଯେ ତାଙ୍କର ପ୍ରତୀକ୍ଷାଂଶ ଅନନ୍ତ ଶେଷ ଦେବକୀ ଗର୍ଭରେ ଅଛି। ବଳପୂର୍ବକ ରୋହିଣୀ ଗର୍ଭକୁ ଆକର୍ଷିତ ହେବା ହେତୁ ସେ ସଂକର୍ଷଣ ନାମରେ ପରିଚିତ ହେବ ଏବଂ ସମସ୍ତ ଆଧ୍ୟାତ୍ମିକ ଶକ୍ତି ବା ବଳର ଆଧାର ହେବ, ଯାହା ଲାଭ କରି ବ୍ୟକ୍ତି ଜୀବନରେ ଦିବ୍ୟାନନ୍ଦ ପ୍ରାପ୍ତ ହୋଇପାରିବ। ସେ ଦିବ୍ୟ ଆନନ୍ଦ ବା ପରମ ଆନନ୍ଦର ନାମ ହେଉଛି ରମଣ। ତେଣୁ ଭଗବାନଙ୍କର ପ୍ରତୀକ୍ଷାଂଶ ଅନନ୍ତ ଆବିର୍ଭୂତ ହେବା ପରେ ସଂକର୍ଷଣ କିମ୍ବା ବଳରାମ ନାମରେ ପରିଚିତ ହେବ। ଉପନିଷଦରେ କୁହାଯାଇଛି ନାୟମ ଆତ୍ମା ବଳ ହୀନେନ ଲଭ୍ୟ। ଏହାର ତାତ୍ପର୍ଯ୍ୟ ହେଲା ବଳରାମଙ୍କ ଅନୁଗ୍ରହ ବିନା କେହି ଭଗବାନଙ୍କୁ ଯାଇପାରିବ ନାହିଁ କିମ୍ବା ପାଇପାରିବ ନାହିଁ, କୌଣସି ପ୍ରକାର ଆତ୍ମାନୁଭୂତି ଲାଭ କରିପାରିବ ନାହିଁ। ବଳର ଅର୍ଥ ଏଠାରେ ଶାରୀରିକ ବଳ ନୁହେଁ। କେହି ଶାରୀରିକ ବଳ ସାହାଯ୍ୟରେ ଆଧ୍ୟାତ୍ମିକ ଦିଗରେ ପୂର୍ଣ୍ଣତା ପ୍ରାପ୍ତ ହୋଇପାରିବ ନାହିଁ। ବଳରାମ ଅର୍ଥାତ୍ ସଂକର୍ଷଣଙ୍କ ଠାରୁ ପ୍ରାପ୍ତ ଆଧ୍ୟାତ୍ମିକ ବଳ ପ୍ରତ୍ୟେକ ଲାଭ କରିବା ଉଚିତ। ଅନନ୍ତ କିମ୍ବା ଶେଷ ହେଉଛି ଶକ୍ତି, ଯାହାକି ବିଭିନ୍ନ ଅବସ୍ଥାର ଗ୍ରହମାନଙ୍କୁ ରକ୍ଷା କରୁଛି। ଭୌତିକତା ଦୃଷ୍ଟିରୁ ଏହି ଶକ୍ତିକୁ ମାଧ୍ୟାକର୍ଷଣ ଶକ୍ତି କୁହାଯାଏ, କିନ୍ତୁ ବାସ୍ତବରେ ଏହା ସଂକର୍ଷଣଙ୍କର ଶକ୍ତିର ପ୍ରକାଶ। ବଳରାମ କିମ୍ବା ସଂକର୍ଷଣ ହେଉଛନ୍ତି ଆଧ୍ୟାତ୍ମିକ ଶକ୍ତି କିମ୍ବା ମୌଳିକ ଆଧ୍ୟାତ୍ମିକ ଗୁରୁ। ତେଣୁ ଶ୍ରୀଳ ନିତ୍ୟାନନ୍ଦ ପ୍ରଭୁ ଯେ କି ବଳରାମଙ୍କ ଅବତାର ମୌଳିକ ଆଧ୍ୟାତ୍ମିକ ଗୁରୁ ଅଟନ୍ତି। ପୁନଶ୍ଚ ଆଧ୍ୟାତ୍ମିକ ଗୁରୁ ଭଗବାନଙ୍କ ବଳରାମଙ୍କର ପ୍ରତିନିଧି ଅଟନ୍ତି। ସେ ଆଧ୍ୟାତ୍ମିକ ଶକ୍ତି ଯୋଗାନ୍ତି। ଶ୍ରୀ ଚୈତନ୍ୟ ଚରିତାମୃତରେ ଏହା ସ୍ୱୀକୃତ ହୋଇଅଛି ଯେ ଆଧ୍ୟାତ୍ମିକ ଗୁରୁ ଶ୍ରୀକୃଷ୍ଣଙ୍କ କୃପାର ପରିପ୍ରକାଶ ଅଟନ୍ତି। ଯେତେବେଳେ ଯୋଗମାୟା ଭଗବାନଙ୍କ ଠାରୁ ଏହି ଆଦେଶ ଲାଭ କଲେ ସେ ଭଗବାନଙ୍କୁ ପ୍ରଦକ୍ଷିଣ କଲେ ଏବଂ ତତ୍ପରେ ତାଙ୍କ ଆଦେଶ ଅନୁଯାୟୀ ଭୌତିକ ଜଗତରେ ଆବିର୍ଭୂତ ହେଲେ। ଯେତେବେଳେ ସର୍ବଶକ୍ତିମାନ ଭଗବାନ ଶେଷଦେବଙ୍କୁ ଦେବକୀ ଗର୍ଭରୁ ରୋହିଣୀ ଗର୍ଭକୁ ସ୍ଥାନାନ୍ତରିତ କଲେ ସେତେବେଳେ ଉଭୟ ଯୋଗମାୟାଭିଭୂତ ହୋଇପଡ଼ିଥିଲେ, ଯାହାକୁ କି ଯୋଗନିଦ୍ରା କୁହାଯାଏ। ଯେତେବେଳେ ଏହା ସଂଘଟିତ ହେଲା ଲୋକମାନେ ବୁଝିଲେ ଯେ ଦେବକୀର ସପ୍ତମ ଗର୍ଭ ନଷ୍ଟ ହୋଇଗଲା। ଏହି ପ୍ରକାରେ ଯଦିଓ ବଳରାମ ଦେବକୀଙ୍କ ପୁତ୍ର ରୂପେ ଆବିର୍ଭୂତ ହୋଇଥିଲେ ତଥାପି ସେ ରୋହିଣୀଙ୍କ ପୁତ୍ର ରୂପେ ଆବିର୍ଭୂତ ହେବା ନିମିତ୍ତ ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତରିତ ହେଲେ। ଏ ବ୍ୟବସ୍ଥା ପରେ ଭଗବାନ ଶ୍ରୀକୃଷ୍ଣ ଯେ କି ସର୍ବଦା ତାଙ୍କର ଶୁଦ୍ଧ ଭକ୍ତଙ୍କ ଉପରେ ପୂର୍ଣ୍ଣ ଶକ୍ତି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ, ସମସ୍ତ ସୃଷ୍ଟିର ପ୍ରଭୁ ହିସାବରେ ବସୁଦେବର ମନରେ ମଧ୍ୟ ପ୍ରବେଶ କଲେ। ଏହି ସମ୍ପର୍କରେ ଏହା ହିଁ ବୁଝାଯାଏ ଯେ ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ଦେବକୀଙ୍କର ଶୁଦ୍ଧ ହୃଦୟରେ ଅବସ୍ଥାନ କଲେ। ବୀର୍ଯ୍ୟରକ୍ଷଣ ଦ୍ୱାରା ସେ ଦେବକୀର ଗର୍ଭରେ ସଞ୍ଚାରିତ ହୋଇନଥିଲେ। ଭଗବାନ ତାଙ୍କର ଅଚିନ୍ତ୍ୟ ଶକ୍ତି ବଳରେ ଯେକୌଣସି ପ୍ରକାରେ ଆବିର୍ଭୂତ ହୋଇପାରନ୍ତି। ସାଧାରଣ ଗର୍ଭ ସଞ୍ଚାର ଅନୁଯାୟୀ ବୀର୍ଯ୍ୟରକ୍ଷଣ ଦ୍ୱାରା ସ୍ତ୍ରୀ ଲୋକଙ୍କର ଗର୍ଭ ମଧ୍ୟରେ ସଞ୍ଚାରିତ ହେବା ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଯେତେବେଳେ ବସୁଦେବ ତାଙ୍କ ହୃଦୟରେ ଭଗବାନଙ୍କୁ ଧାରଣ କରିଥିଲେ ସେ ଠିକ୍ ତେଜନୀୟ ସୂର୍ଯ୍ୟଙ୍କ ପ୍ରତି ପ୍ରତିଭାପ୍ତ ହେଉଥିଲେ। ସୂର୍ଯ୍ୟଙ୍କ କିରଣ ସର୍ବଦା ସାଧାରଣ ଲକ୍ଷ୍ୟ ପକ୍ଷରେ ଅତ୍ୟନ୍ତ ପ୍ରଖର ଓ ଅସହ୍ୟ ଅଟେ। ଭଗବାନଙ୍କର ଯେଉଁ ରୂପ ବସୁଦେବଙ୍କର ଶୁଦ୍ଧ ହୃଦୟରେ ଅବସ୍ଥାନ କରିଥିଲା ତାହା ଶ୍ରୀକୃଷ୍ଣଙ୍କର ମୌଳିକ ରୂପ ଠାରୁ ଭିନ୍ନ ନୁହେଁ। ଯେକୌଣସି ସ୍ଥାନରେ ଶ୍ରୀକୃଷ୍ଣ ରୂପରେ ଆବିର୍ଭାବ ହେଲେ, ବିଶେଷ କରି ହୃଦୟରେ ହେଲେ, ତାହାକୁ ଧାମ କୁହାଯାଏ। ଧାମ କହିଲେ ଯେ କେବଳ ଶ୍ରୀକୃଷ୍ଣଙ୍କର ରୂପକୁ ବୁଝାଏ ତାହା ନୁହେଁ, ଏହା ମଧ୍ୟ କୃଷ୍ଣଙ୍କ ନାମ, ରୂପ, ଗୁଣ ଏବଂ ତାଙ୍କ ସମ୍ପର୍କୀୟ ଅନ୍ୟ ସମସ୍ତଙ୍କୁ ବୁଝାଏ। ସବୁ ଗୋଟିଏ ସମୟରେ ପ୍ରକାଶ ଲାଭ କରନ୍ତି। ଠିକ୍ ଯେପରି ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ପୂର୍ବ ଦିଗରେ ଉଦିତ ହୋଇଥିବା ପୂର୍ଣ୍ଣ ଚନ୍ଦ୍ରକ ଆଡ଼କୁ ସ୍ଥାନାନ୍ତରିତ ହୁଏ, ଠିକ୍ ସେହିପରି ଭଗବାନଙ୍କର ଶାଶ୍ୱତ ରୂପ
ପୂର୍ଣ୍ଣ ଶକ୍ତି ସହିତ ବସୁଦେବଙ୍କ ମନରୁ ଦେବକୀଙ୍କ ମନକୁ ସ୍ଥାନାନ୍ତରିତ ହେଲା। ଭଗବାନ ଶ୍ରୀକୃଷ୍ଣ ବସୁଦେବଙ୍କ ଶରୀରରୁ ଦେବକୀଙ୍କ ଶରୀରରେ ପ୍ରବେଶ କଲେ। ସେ ସାଧାରଣ ଜୀବଙ୍କ ଠାରୁ ବହୁତ ଉର୍ଦ୍ଧ୍ୱରେ। ଏକଥା ମନେ ରଖିବାକୁ ହେବ ଯେ ଯେଉଁଠାରେ କୃଷ୍ଣ ଅଛନ୍ତି ତାଙ୍କର ସମସ୍ତ ପ୍ରତୀକ୍ଷାଂଶ ଯଥା ନାରାୟଣ ଏବଂ ନୃସିଂହ, ବରାହ ପ୍ରଭୃତି ଅବତାରଗଣ ସମସ୍ତେ ତାଙ୍କ ସହିତ ଅଛନ୍ତି ଏବଂ ସେମାନେ ଭୌତିକ ନିୟମର ଅଧୀନ ନୁହନ୍ତି। ଏହି ପ୍ରକାର ଦେବକୀ ଭଗବାନଙ୍କର ଆବାସ ସ୍ଥଳ ହୋଇଗଲେ। ଭଗବାନ ହେଉଛନ୍ତି ସମସ୍ତ ସୃଷ୍ଟିର ମୂଳ କାରଣ ଏବଂ ସେ ହେଉଛନ୍ତି ଏକ ଦ୍ୱିତୀୟ ନାସ୍ତି। ଦେବକୀ ପରମ ସତ୍ୟ ସ୍ୱରୂପ ସେଇ ଭଗବାନଙ୍କ ଆବାସ ସ୍ଥଳ ହେଲା। କିନ୍ତୁ ଯେହେତୁ ସେ କଂସର ବନ୍ଦିଶାଳରେ ଥିଲେ ତେଣୁ ସେ ଏକ ନିଷ୍ପ୍ରଭ ଅଗ୍ନି ପରି ପ୍ରତୀୟମାନ ହେଉଥିଲେ କିମ୍ବା ଅନୁପଯୁକ୍ତ ଦିଗରେ ପରିଚାଳିତ ଶିକ୍ଷା ପରି ଜଣାପଡ଼ୁଥିଲେ। ଯେତେବେଳେ କୌଣସି ଏକ ପାତ୍ର ମଧ୍ୟରେ ନିଆଁ ଆବଦ୍ଧ ହୋଇପଡ଼େ ସେତେବେଳେ ଅଗ୍ନିର ଦେବୀବ୍ୟପାନ ଶିକ୍ଷା ଭଲ ରକମ ଅନୁଭୂତ ହୁଏ ନାହିଁ। ଠିକ୍ ସେହିପରି ଅନୁପଯୁକ୍ତ ଦିଗରେ ପରିଚାଳିତ ଜ୍ଞାନ ଯାହାକି ସାଧାରଣ ଲୋକଙ୍କ ଉପକାରରେ ନ ଲାଗେ ବିଶେଷ ରୂପେ ଆଦୃତ ହୁଏ ନାହିଁ। ଦେବକୀ କଂସର ବନ୍ଦିଶାଳାରେ ରହିଥିବାରୁ ତାର ଦିବ୍ୟ ସୌନ୍ଦର୍ଯ୍ୟ କେହି ଦେଖିପାରୁନଥିଲେ। ଦେବକୀର ଶରୀରରେ ଭଗବାନ ବିରାଜମାନ କରିଥିବାରୁ ତାଙ୍କ ଶରୀରରୁ ଏକ ଦିବ୍ୟ ସୌନ୍ଦର୍ଯ୍ୟ ନିର୍ଗତ ହେଉଥିଲା। ଅବଶ୍ୟ କଂସ ତାର ଭଗ୍ନୀ ଦେବକୀର ଦିବ୍ୟ ସୌନ୍ଦର୍ଯ୍ୟ ଦେଖିଥିଲା ଏବଂ ଏହା ଦେଖି ସେ ସାଙ୍ଗେ ସାଙ୍ଗେ ଜାଣିପାରିଥିଲା ଯେ ଭଗବାନ ତାର ଗର୍ଭରେ ସ୍ଥାନ ପାଇଛନ୍ତି। ସେ ପୂର୍ବରୁ କେବେ ହେଲେ ଦେବକୀର ଏପରି ଆଶ୍ଚର୍ଯ୍ୟଜନକ ସୌନ୍ଦର୍ଯ୍ୟ ଦେଖିନଥିଲା। ସେ ଏହା ସ୍ପଷ୍ଟ ରୂପେ ଜାଣିପାରିଲା ଯେ ଦେବକୀ ଗର୍ଭରେ ନିଶ୍ଚୟ ଏକ ଅତ୍ୟାଶ୍ଚକ ସନ୍ତାନ ଅଛି। ଏହି ପ୍ରକାରେ କଂସ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲା। ସେ ଏହା ନିଶ୍ଚିତ ରୂପେ ଜାଣିଥିଲା ଯେ ଭବିଷ୍ୟତରେ ଭଗବାନ ତାକୁ ନିଶ୍ଚୟ ବଧ କରିବେ ଏବଂ ସେ ବର୍ତ୍ତମାନ ଆସିଗଲେ। କଂସ ଭାବିବାକୁ ଲାଗିଲା ଦେବକୀରୁ କ'ଣ କରାଯିବ। ଏହା ନିଶ୍ଚିତ ଯେ ତାର ଗର୍ଭରେ ବିଷ୍ଣୁ କିମ୍ବା କୃଷ୍ଣ ଅଛନ୍ତି। ତେଣୁ ଏହା ସୁସ୍ପଷ୍ଟ ଯେ ଦେବତାଙ୍କ ଅନୁରୋଧ ରକ୍ଷା କରି କାର୍ଯ୍ୟାନୁଷ୍ଠାନ ଲାଗି କୃଷ୍ଣ ଆସିଯାଇଛନ୍ତି। ଯଦି ମୁଁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଦେବକୀକୁ ବଧ କରେ ଭଗବାନଙ୍କର ଆସିବାର ଉଦ୍ଦେଶ୍ୟ କଦାପି ବ୍ୟର୍ଥ ହେବ ନାହିଁ। କଂସ ଏହା ଭଲ ରକମ ଜାଣିଥିଲା ଯେ କେହି ଭଗବାନ ବିଷ୍ଣୁଙ୍କର ଉଦ୍ଦେଶ୍ୟକୁ ବ୍ୟର୍ଥ କରିପାରିବ ନାହିଁ। ଯେକୌଣସି ବୁଦ୍ଧିମାନ ଲୋକ ଏହାକୁ ବୁଝିପାରିବ ଯେ ଭଗବାନଙ୍କର ନିୟମକୁ କେହି ଲଙ୍ଘନ କରିପାରିବ ନାହିଁ। ରାକ୍ଷସମାନଙ୍କ ଦ୍ୱାରା ଯେତେ ପ୍ରତିବନ୍ଧକ ହେଲେ ବି ଭଗବାନଙ୍କର ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହେବ। କଂସ ଭାବିଲା ଯଦି ମୁଁ ବର୍ତ୍ତମାନ ଦେବକୀକୁ ବଧ କରେ ଭଗବାନ ବିଷ୍ଣୁ ତାଙ୍କର ପରମ ଇଚ୍ଛା ଶକ୍ତି ଅତ୍ୟନ୍ତ ଦୃଢ଼ ଭାବରେ ପ୍ରୟୋଗ କରିବେ। ବର୍ତ୍ତମାନ ଦେବକୀକୁ ବଧ କଲେ ଏହା ଅତ୍ୟନ୍ତ ନିନ୍ଦନୀୟ ଓ ହୀନ କାର୍ଯ୍ୟ ହେବ। ଯେତେ ଖରାପ ପରିସ୍ଥିତିର ସମ୍ମୁଖୀନ ହେଲେ ସୁଦ୍ଧା କେହି ନିଜର ସୁନାମ ବା ଯଶ ନଷ୍ଟ କରିବାକୁ ଚାହେଁ ନାହିଁ। ମୁଁ ଯଦି ବର୍ତ୍ତମାନ ଦେବକୀକୁ ବଧ କରେ ତେବେ ମୋର ସୁନାମ ନଷ୍ଟ ହୋଇଯିବ। ଦେବକୀ ଏକ ସ୍ତ୍ରୀ ଲୋକ ଏବଂ ସେ ବର୍ତ୍ତମାନ ମୋର ଆଶ୍ରୟରେ ଅଛି। ସେ ମଧ୍ୟ ଗର୍ଭବତୀ ଏବଂ ଯଦି ମୁଁ ତାକୁ ବଧ କରେ ତେବେ ସାଙ୍ଗେ ସାଙ୍ଗେ ମୋର ସମସ୍ତ ସୁନାମ, ପୁଣ୍ୟକର୍ମର ଫଳ ଏବଂ ଆୟୁଷ ସବୁକିଛି ନଷ୍ଟ ହୋଇଯିବ। ସେ ମଧ୍ୟ ପୁଣି ଭାବିଲା ଯେଉଁ ଲୋକ ଏହି ଜୀବନ କାଳ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ସେ ମୃତ ସମ ଅଟ। ଜୀବନ କାଳ ମଧ୍ୟରେ କେହି ନିଷ୍ଠୁର ଲୋକଙ୍କୁ ଭଲ ପାଆନ୍ତି ନାହିଁ ଏବଂ ମୃତ୍ୟୁ ପରେ ଲୋକେ ତାଙ୍କୁ ନିନ୍ଦା କରନ୍ତି। ସେ ନିଜକୁ ଶରୀର ବୋଲି ଭାବୁଥିବାରୁ ତାର ଅଧପତନ ହୁଏ ଏବଂ ଅନ୍ଧକାରମୟ ନର୍କରେ ପ୍ରବେଶ କରେ। ଏହି ପ୍ରକାରେ କଂସ ଦେବକୀକୁ ବଧ କରିବା ବିଷୟରେ ଭଲ ମନ୍ଦ ସବୁ ଦିଗରୁ ଚିନ୍ତା କଲା। ଶେଷରେ କଂସ ଏହି ସିଦ୍ଧାନ୍ତ ଗ୍ରହଣ କଲା ଯେ ଆସୁଥିବା ଭବିଷ୍ୟତକୁ ଅପେକ୍ଷା କରିବ। କିନ୍ତୁ ତାର ମନ ଭଗବାନଙ୍କର ଶତ୍ରୁତାଚରଣ କରିବାରେ ଲାଗି ରହିଲା। ଯେପରି ସେ ଦେବକୀର ପୂର୍ବ ଶିଶୁମାନଙ୍କୁ ବଧ କରୁଥିଲା ସେହିପରି ଏ ଶିଶୁକୁ ବଧ କରିବ ବୋଲି ମନରେ ପାଞ୍ଚି ଶିଶୁ ଜନ୍ମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରି ରହିଲା। ଏହିପରି ସେ ଭଗବାନଙ୍କ ବିରୁଦ୍ଧରେ ଶତ୍ରୁତାଚରଣ ରୂପକ ସାଗରରେ ନିମଜ୍ଜିତ ହୋଇ ସେ ବସିବା ସମୟରେ, ଶୋଇବା ସମୟରେ, ଚାଲିବା ସମୟରେ, ଖାଇବା ସମୟରେ, କାମ କରିବା ସମୟରେ ଅର୍ଥାତ୍ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କୃଷ୍ଣ କିମ୍ବା ବିଷ୍ଣୁକୁ ସ୍ମରଣ କରିବାକୁ ଆରମ୍ଭ କଲା। ତାର ମନ ଭଗବାନଙ୍କ ଚିନ୍ତା କରିବାରେ ଏପରି ନିମଜ୍ଜିତ ହେଲା ଯେ ସେ ପରୋକ୍ଷ ଭାବରେ କୃଷ୍ଣ କିମ୍ବା ବିଷ୍ଣୁଙ୍କୁ ନିଜର ଚତୁର୍ଦିଗରେ ଦେଖିବାକୁ ପାଇଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ଯଦିଓ ତାର ମନ ବିଷ୍ଣୁଙ୍କ ଚିନ୍ତା କରିବାରେ ଏପରି ମଜି ଯାଇଥିଲା ତଥାପି ସେ ଭକ୍ତ ରୂପେ ପରିଗଣିତ ହେଉନଥିଲା, କାରଣ ସେ ଶ୍ରୀକୃଷ୍ଣଙ୍କୁ ଏକ ଶତ୍ରୁ ରୂପେ ଭାବୁଥିଲା। ଏକ ବଡ଼ ଭକ୍ତର ମନ ମଧ୍ୟ କୃଷ୍ଣ ଚିନ୍ତାରେ ସର୍ବଦା ନିମଜ୍ଜିତ ଥାଏ
କିନ୍ତୁ ଭକ୍ତ ତାଙ୍କୁ ଅନୁକୂଳ ଭାବରେ ଚିନ୍ତା କରେ, ପ୍ରତିକୂଳ ଭାବରେ ନାହିଁ। ଶ୍ରୀକୃଷ୍ଣଙ୍କୁ ଅନୁକୂଳ ଭାବରେ ଚିନ୍ତା କରିବା ହିଁ କୃଷ୍ଣ ଚେତନା ଅଟେ, କିନ୍ତୁ କୃଷ୍ଣଙ୍କୁ ପ୍ରତିକୂଳ ଭାବରେ ଚିନ୍ତା କରିବା କୃଷ୍ଣ ଚେତନା ନୁହେଁ। ଏହି ସମୟରେ ଦେବର୍ଷି ନାରଦଙ୍କ ସାଥିରେ ବ୍ରହ୍ମା, ଶିବ ଏବଂ ଅନ୍ୟ ଦେବତାମାନେ ମଧ୍ୟ ଅଦୃଶ୍ୟ ଭାବରେ କଂସ ଗୃହରେ ପ୍ରବେଶ କଲେ। ସେମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ସେ ପ୍ରାର୍ଥନା ଭକ୍ତମାନଙ୍କର ଆନନ୍ଦବର୍ଦ୍ଧକ ଓ ବାଞ୍ଛା ପୂରଣକାରୀ ଅଟେ। ସେମାନେ ହର୍ଷଧ୍ୱନି ସହିତ ଯେଉଁ ଶବ୍ଦ ପ୍ରଥମେ ଉଚ୍ଚାରଣ କଲେ ତାର ତାତ୍ପର୍ଯ୍ୟ ହେଲା ଏହା ଯେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରତିଜ୍ଞା ରକ୍ଷା କରିଛନ୍ତି। ଭଗବଦ୍ ଗୀତାରେ କୁହାଯାଇଛି ଯେ ଭଗବାନ ଶ୍ରୀକୃଷ୍ଣ ଦୁରାଚାରୀମାନଙ୍କୁ ବିନାଶ କରିବାକୁ ଏବଂ ସାଧୁସନ୍ତକୁ ଉଦ୍ଧାର କରିବା ନିମିତ୍ତ ଏ ଭୌତିକ ଜଗତରେ ଅବତାରଣ ଗ୍ରହଣ କରନ୍ତି। ତାହା ତାଙ୍କର ପ୍ରତିଜ୍ଞା। ଦେବତାମାନେ ଏକଥା ବୁଝିପାରିଲେ ଯେ ଭଗବାନ ତାଙ୍କର ପ୍ରତିଜ୍ଞା ରକ୍ଷା କରିବା ପାଇଁ ଦେବକୀ ଗର୍ଭରେ ବାସ କରିଛନ୍ତି। ଦେବତାମାନେ ଭାରି ଖୁସି ହେଲେ ଯେ ଭଗବାନ ତାଙ୍କର କାର୍ଯ୍ୟ କରିବା ନିମିତ୍ତ ଆବିର୍ଭୂତ ହେଉଛନ୍ତି ଏବଂ ସେମାନେ ତାଙ୍କୁ ସତ୍ୟଂ ପରଂ ବୋଲି ସମ୍ବୋଧନ କଲେ। ଏହାର ଅର୍ଥ ହେଉଛି ଯେ ସେ ପରମ ସତ୍ୟ ଅଟନ୍ତି। ପ୍ରତ୍ୟେକ ସତ୍ୟର ଅନୁସନ୍ଧାନରେ ବ୍ୟସ୍ତ। ତାହା ହେଉଛି ଦାର୍ଶନିକ ଜୀବନଧାରା। ଦେବତାମାନେ ଏହି କଥା ଜଣାଇ ଦିଅନ୍ତି ଯେ ପରମ ସତ୍ୟ ହେଉଛନ୍ତି ଶ୍ରୀକୃଷ୍ଣ। ଯେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ ହୁଏ ସେ ପରମ ସତ୍ୟ ଲାଭ କରିପାରେ। ଶ୍ରୀକୃଷ୍ଣ ହେଉଛନ୍ତି ପରମ ସତ୍ୟ। ଅନନ୍ତ କାଳର ତିନୋଟି ବିଭାଗରେ ପରିପୂରକ ସତ୍ୟ। ପ୍ରକୃତ ସତ୍ୟ ନୁହେଁ। ସମୟ, ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏହି ତିନୋଟି ବିଭାଗରେ ବିଭକ୍ତ। ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ସବୁ ସମୟରେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଅଟନ୍ତି। ଏ ଭୌତିକ ଜଗତରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏହି ଅନନ୍ତ କାଳ ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି। ସୃଷ୍ଟି ପୂର୍ବରୁ କୃଷ୍ଣ ଥିଲେ। ଯେତେବେଳେ ସୃଷ୍ଟି ହେଲା ସେତେବେଳେ ସବୁକିଛି କୃଷ୍ଣଙ୍କ ଠାରେ ଆଶ୍ରୟ ଗ୍ରହଣ କଲା। ଯେତେବେଳେ ସୃଷ୍ଟି ଧ୍ୱଂସ ହେବ ସେତେବେଳେ କୃଷ୍ଣ ରହିବେ। ସେଇଥିପାଇଁ ସେ ପ୍ରତ୍ୟେକ ଅବସ୍ଥାରେ ପରମ ସତ୍ୟ ଅଟନ୍ତି। ଏ ଭୌତିକ ଜଗତରେ ଯଦି କିଛି ସତ୍ୟ ଥାଏ ତେବେ ତାହା ପରମ ସତ୍ୟ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଠାରୁ ହିଁ ଉଦ୍ଭବ। ଏ ଭୌତିକ ଜଗତରେ ଯଦି କିଛି କୌଣସି ଐଶ୍ୱର୍ଯ୍ୟ ଥାଏ ସେ ଐଶ୍ୱର୍ଯ୍ୟର କାରଣ ଅଟନ୍ତି ଶ୍ରୀକୃଷ୍ଣ। ଯଦି କୌଣସି ସୁନାମ ବା ଯଶ ଏ ଭୌତିକ ଜଗତରେ କିଛି ବି ଅଛି ସେ ସୁନାମ ବା ଯଶର କାରଣ ହେଉଛନ୍ତି ଶ୍ରୀକୃଷ୍ଣ। ଏ ଭୌତିକ ଜଗତରେ ଯଦି କିଛି ବଳ ବା ଶକ୍ତି ଅଛି ସେ ବଳ ବା ଶକ୍ତିର କାରଣ ହେଉଛନ୍ତି ଶ୍ରୀକୃଷ୍ଣ। ଯଦି ଏ ଭୌତିକ ଜଗତରେ କିଛି ଜ୍ଞାନ ବା ଶିକ୍ଷା ଅଛି ସେ ଜ୍ଞାନ ବା ଶିକ୍ଷାର କାରଣ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ଶ୍ରୀକୃଷ୍ଣ ହେଉଛନ୍ତି ସମସ୍ତ ଆପେକ୍ଷିକ ଶକ୍ତିର ମୂଳ। ଏ ଭୌତିକ ଜଗତ ପଞ୍ଚ ମହାଭୂତ କ୍ଷିତ୍ ଅପ୍ ତେଜ୍ ମରୁତ୍ ଓ ବ୍ୟୋମରେ ଗଢ଼ା। ଏ ପଞ୍ଚମହାଭୂତ କୃଷ୍ଣଙ୍କ ଠାରୁ ହିଁ ଉଦ୍ଭବ। ଭୌତିକ ବୈଜ୍ଞାନିକମାନେ ଏ ପଞ୍ଚମହାଭୂତକୁ ଭୌତିକ ଦୃଶ୍ୟ ଜଗତରେ କାରଣ ବୋଲି ସ୍ୱୀକାର କରିଛନ୍ତି। ସ୍ଥୂଳ ଓ ସୂକ୍ଷ୍ମ ଉଭୟ ଅବସ୍ଥାରେ ଏ ପଦାର୍ଥ ଗୁଡ଼ିକ କୃଷ୍ଣଙ୍କ ଦ୍ୱାରା ସ୍ପଷ୍ଟ ଅଟନ୍ତି। ଏ ଭୌତିକ ଜଗତରେ କର୍ମରତ ଥିବା ଜୀବଗଣ ମଧ୍ୟ ଶ୍ରୀକୃଷ୍ଣଙ୍କର ତଟସ୍ଥ ଶକ୍ତିର ଉଦ୍ଭବ। ଭଗବଦ୍ ଗୀତାରେ 7ମ ଅଧ୍ୟାୟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ସମସ୍ତ ଦୃଶ୍ୟ ଜଗତ ଶ୍ରୀକୃଷ୍ଣଙ୍କର ଦୁଇ ପ୍ରକାର ଶକ୍ତିର ସମିଷ୍ଟ, ଉଚ୍ଚତର ଶକ୍ତି ଓ ନିଚତର ଶକ୍ତି। ଜୀବଗଣ ଉଚ୍ଚତର ଶକ୍ତି ଅଟନ୍ତି ଏବଂ ନିର୍ଜୀବ ପଦାର୍ଥ ଗୁଡ଼ିକ ନିଚତର ଶକ୍ତି ଅଟନ୍ତି। ସୁପ୍ତ ଅବସ୍ଥାରେ ସବୁକିଛି ଶ୍ରୀକୃଷ୍ଣଙ୍କ ଠାରେ ହିଁ ରୁହନ୍ତି। ଦେବତାମାନେ ଭୌତିକ ପରିପ୍ରକାଶର ବିଶ୍ଳେଷଣାତ୍ମକ ଅଧ୍ୟୟନ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ଚାଲିଲେ। ଏ ଭୌତିକ ପରିପ୍ରକାଶ କ'ଣ? ଏହା ଠିକ୍ ରୂପେ ଏକ ବୃକ୍ଷ ସଦୃଶ। ବୃକ୍ଷଟି ଭୂମି ଉପରେ ଦଣ୍ଡାୟମାନ ହୁଏ। ଠିକ୍ ସେହିପରି ଭୌତିକ ପରିପ୍ରକାଶ ବୃକ୍ଷ ଭୂତ ପ୍ରକୃତିର ଭୂମି ଉପରେ ଦଣ୍ଡାୟମାନ। ଏହି ଭୌତିକ ପରିପ୍ରକାଶ ଏକ ବୃକ୍ଷ ସହିତ ତୁଳନୀୟ, କାରଣ ପରିମାଣତଃ ଏକ ବୃକ୍ଷ ସମୟକ୍ରମେ କଟାଯାଏ। ଯାହା ପରିଣାମତଃ କଟା ହୁଏ ତାହାକୁ ବୃକ୍ଷ କୁହାଯାଏ। ତେଣୁ ଏ ଭୌତିକ ପରିପ୍ରକାଶ ବୃକ୍ଷ କଦାପି ପରମ ସତ୍ୟ ରୂପେ ସ୍ୱୀକୃତ ହୋଇପାରିବ ନାହିଁ। ଏ ଭୌତିକ ପରିପ୍ରକାଶ କାଳର ପ୍ରଭାବରେ ପ୍ରଭାବିତ, କିନ୍ତୁ କୃଷ୍ଣଙ୍କ ଶରୀର ସ୍ୱସ୍ଥ ଅଟେ। ସେ ଦୃଶ୍ୟ ଜଗତ ସୃଷ୍ଟି ହେବା ପୂର୍ବରୁ ଯେ ଥିଲେ, ଯେତେବେଳେ ଦୃଶ୍ୟ ଜଗତ ଦୃଶ୍ୟମାନ ହୋଇ ଚାଲିଛି ସେତେବେଳେ ସେ ଅଛନ୍ତି ଏବଂ ଯେତେବେଳେ ଏହା ଅଦୃଶ୍ୟ ହୋଇଯିବ ସେ ରହିବେ। କଠୋ ଉପନିଷଦରେ ମଧ୍ୟ ଏହି ଉଦାହରଣ ଦେଖିବାକୁ ମିଳେ ଯେ ଏ ଭୌତିକ ପରିପ୍ରକାଶ ବୃକ୍ଷ ଭୂତ ପ୍ରକୃତିର ଭୂମି ଉପରେ ଦଣ୍ଡାୟମାନ। ଏ ବୃକ୍ଷର ଦୁଇ ପ୍ରକାର ଫଳ ଅଛି, ଦୁଃଖ ଓ ସୁଖ।
ଯେଉଁମାନେ ଶରୀର ରୂପକ ବୃକ୍ଷରେ ବାସ କରୁଛନ୍ତି ସେମାନେ ଦୁଇଟି ପକ୍ଷୀ ସଦୃଶ। ଗୋଟିଏ ପକ୍ଷୀ ଭଗବାନ ଶ୍ରୀକୃଷ୍ଣଙ୍କର ଏକଦଶ ସ୍ଥିତ ପ୍ରକାଶ ସ୍ୱରୂପ ଅଟେ, ତାହା ପରମାତ୍ମା ନାମରେ ନାମିତ, ଏବଂ ଅନ୍ୟ ପକ୍ଷୀଟି ଜୀବ ଅଟେ। ଜୀବ ଭୌତିକ ପ୍ରକାଶରେ ଫଳ ଖାଉଛି, ବେଳେବେଳେ ସେ ସୁଖ ଫଳ ଖାଏ ତ ବେଳେବେଳେ ଦୁଃଖ ଫଳ ଖାଏ, କିନ୍ତୁ ଅନ୍ୟ ପକ୍ଷୀଟି ସୁଖର ଫଳ ଓ ଦୁଃଖର ଫଳ ଖାଇବାରେ ଆଗ୍ରହୀ ନୁହେଁ, କାରଣ ସେ ଆତ୍ମତୃପ୍ତ ଅଟେ। କଠୋ ଉପନିଷଦରେ ଏକଥା କୁହାଯାଇଛି ଯେ ଶରୀର ବୃକ୍ଷରେ ବସିଥିବା ଗୋଟିଏ ପକ୍ଷୀ ଫଳ ଖାଉଛି ଏବଂ ଅନ୍ୟ ପକ୍ଷୀଟି କେବଳ ଦେଖୁଛି। ଏହି ବୃକ୍ଷର ମୂଳ 3ଟି ଦିଗରେ ବିସ୍ତୃତ। ଏହାର ଅର୍ଥ ଏ ବୃକ୍ଷର ମୂଳ ମୃତ ପ୍ରକୃତିରେ ତ୍ରିଗୁଣା ଯଥା ସତ୍ଵ, ରଜ ଓ ତମ ଅଟେ। ଯେପରି ଗଛର ଚେର ଚାରିଆଡ଼କୁ ବିସ୍ତୃତ ହୁଏ, ଠିକ୍ ସେହିପରି ଏ ଭୂତ ପ୍ରକୃତିରେ ତ୍ରିଗୁଣ ସ୍ପର୍ଶରେ ସତ୍ଵ, ରଜ ଓ ତମ ଗୁଣ ସ୍ପର୍ଶରେ ଆସି ବ୍ୟକ୍ତି ନିଜର ଭୌତିକ ସ୍ଥିତିକୁ ହିଁ ବିସ୍ତାର କରେ। ଫଳର ସ୍ୱାଦ 4 ପ୍ରକାର: ଧର୍ମ, ଅର୍ଥ, କାମ ଓ ପରିଣାମର ମୋକ୍ଷ। ଭୂତ ପ୍ରକୃତିର ବିଭିନ୍ନ ପ୍ରକାର ସଂସ୍ପର୍ଶ ଅନୁଯାୟୀ ଜୀବଗଣ ବିଭିନ୍ନ ପ୍ରକାର ଧର୍ମର ଫଳ ଚାଖୁଛନ୍ତି, ବିଭିନ୍ନ ପ୍ରକାର ଅନୈତିକ ପ୍ରଗତିର ଫଳ ଚାଖୁଛନ୍ତି, ବିଭିନ୍ନ ପ୍ରକାର ଇନ୍ଦ୍ରିୟ ତୃପ୍ତିଜନକ ଫଳ ଚାଖୁଛନ୍ତି ଏବଂ ବିଭିନ୍ନ ପ୍ରକାର ମୁକ୍ତିର ଫଳ ମଧ୍ୟ ଚାଖୁଛନ୍ତି। ବାସ୍ତବରେ ଜୀବ ଅଜ୍ଞାନତାରେ ବଶବର୍ତ୍ତୀ ହୋଇ ସମସ୍ତ ଭୌତିକ କର୍ମ କରୁଛି, କିନ୍ତୁ ଭୂତ ପ୍ରକୃତିର 3ଟି ଗୁଣ ରହିଛି। ବେଳେବେଳେ ତମ ଗୁଣ, ସତ୍ଵ କିମ୍ବା ରଜଗୁଣ ଦ୍ୱାରା ଆଚ୍ଛାଦିତ ହୋଇପଡ଼େ। ପଞ୍ଚେନ୍ଦ୍ରିୟ ସାହାଯ୍ୟରେ ଜୀବ ଭୌତିକ ଫଳର ସ୍ୱାଦ ଚାଖେ। ପଞ୍ଚନେନ୍ଦ୍ରିୟ ଯାହା ସାହାଯ୍ୟରେ ଜୀବ ଜ୍ଞାନ ଆହରଣ କରେ 6 ପ୍ରକାର ଚାବୁକରେ ଅଧୀନ ଅଟେ, ଯଥା ଦୁଃଖ, ମାୟା, ଜରାବସ୍ଥା, ମୃତ୍ୟୁ, କ୍ଷୁଧା ଓ ତୃଷ୍ଣା। ଏ ଭୌତିକ ଶରୀର କିମ୍ବା ଭୌତିକ ପରିପ୍ରକାଶ 7ଟି ସ୍ତରରେ ଆବୃତ, ଯଥା ଚର୍ମ, ପେଶୀ, ମାଂସ, ମଜ୍ଜା, ହାଡ଼, ଚର୍ବି ଏବଂ ବୀର୍ଯ୍ୟ। ଗଛର 8ଟି ଶାଖା, ଯଥା କ୍ଷିତି, ଯତି, ଅପ, ତେଜ, ମରୁତ୍, ବ୍ୟୋମ, ମନ, ବୁଦ୍ଧି ଓ ଅହଙ୍କାର। ଏହି ଶରୀରର 9ଟି ଦ୍ୱାର ଅଛି, ଯଥା 2ଟି ଆଖି, 2ଟି ନାକପୋଡ଼ା, 2ଟି କାନ, ଗୋଟିଏ ପାଟି ଏବଂ ମୂତ୍ରଦ୍ୱାର ଏବଂ ଏକ ମଳଦ୍ୱାର। ଶରୀର ମଧ୍ୟରେ 10 ପ୍ରକାର ବାୟୁ ଚଳାଚଳ ହେଉଛି, ଯଥା ପ୍ରାଣ, ଅପାନ, ଉଦାନ, ବ୍ୟାନ, ସମାନ ଇତ୍ୟାଦି। ଉପର ଲିଖିତ ବର୍ଣ୍ଣନା ଅନୁଯାୟୀ ଏ ଶରୀର ରୂପକ ବୃକ୍ଷରେ ବସିଥିବା 2ଟି ପକ୍ଷୀ ହେଉଛନ୍ତି ଜୀବ ଏବଂ ଭଗବାନଙ୍କର ଏକଦଶ ପରମାତ୍ମା। ଭୌତିକ ପରିପ୍ରକାଶ ଯେଉଁ ମୂଳ କାରଣ ଏଠାରେ ପ୍ରକାଶିତ ହେଲା, ସେଥିରୁ ଏହା ସୁସ୍ପଷ୍ଟ ହେଲା ଯେ ଏହାର ମୂଳ କାରଣ ହେଉଛନ୍ତି ଭଗବାନ। ଭଗବାନ ନିଜକୁ ବିସ୍ତାର କରନ୍ତି ଏବଂ ଭୌତିକ ଜଗତରେ ତ୍ରିଗୁଣର ଦାୟିତ୍ୱ ନିଅନ୍ତି। ବିଷ୍ଣୁ ସତ୍ୱଗୁଣର ଦାୟିତ୍ୱ ନିଅନ୍ତି, ବ୍ରହ୍ମା ରଜଗୁଣର ଦାୟିତ୍ୱ ନିଅନ୍ତି ଏବଂ ଶ୍ରୀ ଶିବଜୀ ତମଗୁଣର ଦାୟିତ୍ୱ ନିଅନ୍ତି। ବ୍ରହ୍ମା ରଜଗୁଣ ସାହାଯ୍ୟରେ ଏକ ଦୃଶ୍ୟ ଜଗତ ସୃଷ୍ଟି କରନ୍ତି, ଭଗବାନ ବିଷ୍ଣୁ ସତ୍ୱଗୁଣ ସାହାଯ୍ୟରେ ଏହାର ପରିପୋଷଣ କରନ୍ତି ଏବଂ ଶ୍ରୀ ଶିବଜୀ ତମଗୁଣ ସାହାଯ୍ୟରେ ଏହାର ଧ୍ୱଂସ ସାଧନ କରନ୍ତି। ସମସ୍ତ ସୃଷ୍ଟି ପରିମାଣତଃ ଭଗବାନଙ୍କ ଠାରେ ହିଁ ଆଶ୍ରିତ ହୁଏ। ସେ ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ ଅଟନ୍ତି। ଯେତେବେଳେ ଏ ସମସ୍ତ ସୃଷ୍ଟି ଧ୍ୱଂସ ହୁଏ, ସେତେବେଳେ ତାହା ସୂକ୍ଷ୍ମ ଆକାରରେ ଭଗବାନଙ୍କର ଶକ୍ତି ରୂପେ ଭଗବାନଙ୍କ ଶରୀରରେ ଆଶ୍ରୟ ଗ୍ରହଣ କରେ। ଦେବତାମାନେ ପ୍ରାର୍ଥନା କଲେ, ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଏ ଜଗତକୁ ରକ୍ଷା କରିବା ନିମିତ୍ତ ଆବିର୍ଭୂତ ହେଉଛନ୍ତି। ବାସ୍ତବରେ ପରମ କାରଣ ଏକ ଅଟନ୍ତି, କିନ୍ତୁ ତ୍ରିଗୁଣମୟୀ ପ୍ରକୃତି ଦ୍ୱାରା ମୋହିତ ହୋଇ ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକେ ଦେଖନ୍ତି ଯେ ଏ ଭୌତିକ ଜଗତ ବିଭିନ୍ନ କାରଣରୁ ସୃଷ୍ଟି ହୋଇଅଛି। ଯେଉଁମାନେ ବୁଦ୍ଧିମାନ ସେଇମାନେ ଦେଖିପାରନ୍ତି ଯେ କାରଣ ହେଉଛି ଏହା ତାହା ଭଗବାନ ଶ୍ରୀକୃଷ୍ଣ। ବ୍ରହ୍ମ ସଂହିତାରେ କୁହାଯାଇଛି, ଈଶ୍ୱରଃ ପରମଃ କୃଷ୍ଣ ସର୍ବ କାରଣ କାରଣମ୍। ଭଗବାନ ଶ୍ରୀକୃଷ୍ଣ ସର୍ବ କାରଣର କାରଣ ଅଟନ୍ତି। ସୃଷ୍ଟି କରିବା ନିମିତ୍ତ ବ୍ରହ୍ମା ହେଉଛନ୍ତି ଭଗବାନଙ୍କ ପ୍ରେରିତ ପ୍ରତିନିଧି, ଶ୍ରୀ ବିଷ୍ଣୁ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ପ୍ରତୀକ୍ଷାଂଶ, ସେ ସୃଷ୍ଟି ପାଳନ କରିବା ନିମିତ୍ତ ଉଦ୍ଦିଷ୍ଟ, ଏବଂ ଶ୍ରୀ ଶିବଜୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଭିତୁଷ୍ଟାଂଶ, ସେ ସୃଷ୍ଟି ଧ୍ୱଂସ କରିବା ନିମିତ୍ତ ଉଦ୍ଦିଷ୍ଟ। ଦେବତାମାନେ ପ୍ରାର୍ଥନା କଲେ, ହେ ଭଗବାନ, ଆପଣଙ୍କର ଶାଶ୍ୱତ ପୁରୁଷାକୃତିକୁ ବୁଝିବା ଅତ୍ୟନ୍ତ କଠିନ। ସାଧାରଣ ଲୋକେ ଆପଣଙ୍କର ବାସ୍ତବ ରୂପକୁ ବୁଝିବାକୁ ଅକ୍ଷମ। ସେଇଥିପାଇଁ ଆପଣଙ୍କର ମୌଳିକ ଶାଶ୍ୱତ ରୂପ ପ୍ରଦର୍ଶନ କରିବା ନିମିତ୍ତ ଆପଣ ସ୍ୱୟଂ ଅବତରିତ ହେଉଛନ୍ତି। ଯାହା ହେଉ, ଆପଣଙ୍କର ବିଭିନ୍ନ ଅବତାର ସମ୍ବନ୍ଧରେ କିଛି ବୁଝିପାରିବେ, କିନ୍ତୁ ସାଧାରଣ ମାନବ ରୂପେ ମାନବ ସମାଜରେ ବିଚରଣ କରୁଥିବା ଶ୍ରୀକୃଷ୍ଣଙ୍କର 2
ହସ୍ତବିଶିଷ୍ଟ ଶାଶ୍ୱତ ରୂପକୁ ବୁଝିବା ସେମାନଙ୍କ ପକ୍ଷରେ କଠିନ। ସେମାନେ ଯେତେବେଳେ ଏହାକୁ ବୁଝିବାକୁ ଚେଷ୍ଟା କରନ୍ତି ସେତେବେଳେ ସେମାନେ ବଡ଼ ଗୋଳମାଳିଆ ଅବସ୍ଥାରେ ପଡ଼ନ୍ତି। ଆପଣଙ୍କର ଏହି ଶାଶ୍ୱତ ରୂପ ଭକ୍ତମାନଙ୍କର ଦିବ୍ୟ ଆନନ୍ଦ ବର୍ଦ୍ଧନ କରେ, କିନ୍ତୁ ଅଭକ୍ତମାନଙ୍କ ପକ୍ଷରେ ଆପଣଙ୍କର ଏ ରୂପ ବଡ଼ ବିପଜ୍ଜନକ ଅଟେ। ଭଗବଦ୍ ଗୀତାରେ କୁହାଯାଇଛି ଯେ ଶ୍ରୀକୃଷ୍ଣ ସାଧୁମାନଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି। ଗୀତାରେ କୁହାଯାଇଛି ପରିତ୍ରାଣାୟ ସାଧୁନାମ୍, କିନ୍ତୁ ରାକ୍ଷସମାନଙ୍କ ପକ୍ଷରେ ଏ ରୂପ ବଡ଼ ବିପଜ୍ଜନକ। କାରଣ ରାକ୍ଷସ ବିନାଶ କରିବା ପାଇଁ ଶ୍ରୀକୃଷ୍ଣ ଅବତରିତ ହୁଅନ୍ତି। ତେଣୁ ସେ ଏକ ସମୟରେ ଭକ୍ତମାନଙ୍କ ପ୍ରିୟ ଅଟନ୍ତି ଏବଂ ରାକ୍ଷସମାନଙ୍କ ଶତ୍ରୁ ଅଟନ୍ତି। ହେ ଆମର ପ୍ରିୟ ପଦ୍ମଲୋଚନ ପ୍ରଭୁ, ଆପଣ ଶୁଦ୍ଧ ସତ୍ୱର ମୂଳ ଅଟନ୍ତି। ଅନେକ ସାଧୁ ମହାତ୍ମା କେବଳ ସମାଧି ଅବସ୍ଥାରେ କିମ୍ବା ଦିବ୍ୟ ଭାବପନ୍ନ ହୋଇ ଆପଣଙ୍କ ପାଦପଦ୍ମକୁ ଧ୍ୟାନ କରି ଏବଂ ଏହି ପ୍ରକାରେ ଆପଣଙ୍କ ଚିନ୍ତାରେ ନିମଗ୍ନ ହୋଇ ଅତି ସହଜରେ ଭୌତିକ ପ୍ରକୃତି ଦ୍ୱାରା ସ୍ପଷ୍ଟ ବୃହତ୍ ଅବିଦ୍ୟା ସାଗରକୁ ଗସ୍ପଦ ପୁଷ୍ପକରରେ ପରିଣତ କରିପାରିଛନ୍ତି। ଧ୍ୟାନର ଉଦ୍ଦେଶ୍ୟ ହେଲା ମନକୁ ଭଗବାନଙ୍କର ପାଦପଦ୍ମରୁ ଆରମ୍ଭ କରି ଭଗବାନଙ୍କ ଉପରେ ନିର୍ବିଷ୍ଟ କରିବା। ବିଶିଷ୍ଟ ସାଧୁସନ୍ଥ ମହାତ୍ମାଗଣ କେବଳ ଭଗବାନଙ୍କ ପାଦପଦ୍ମକୁ ଧ୍ୟାନ କରି ଏ ବୃହତ୍ ସଂସାର ସାଗରକୁ ଅତି ସହଜରେ ପାର ହୋଇଯାଇଛନ୍ତି। ହେ ଆତ୍ମଜ୍ୟୋତି ସ୍ୱରୂପ ଭଗବାନ, ଯେଉଁ ବିଶିଷ୍ଟ ସାଧୁସନ୍ଥ ମହାତ୍ମାଗଣ ଆପଣଙ୍କର ପାଦପଦ୍ମ ରୂପକ ଦିବ୍ୟ ନୌକା ସାହାଯ୍ୟରେ ଏ ଅବିଦ୍ୟା ସାଗରକୁ ପାର ହୋଇ ଯାଇଛନ୍ତି, ସେମାନେ ସେ ନୌକାକୁ ନେଇଯାଇ ନାହାନ୍ତି। ଏହା ବର୍ତ୍ତମାନ ସୁଦ୍ଧା ଏ ପାଖରେ ଅଛି। ଦେବତାମାନେ ଏଠାରେ ଏକ ସୁନ୍ଦର ଉପମା ପ୍ରୟୋଗ କରିଛନ୍ତି। ଯଦି କେହି ଏକ ନୌକା ସାହାଯ୍ୟରେ ନଦୀ ପାର ହୁଏ, ତେବେ ନୌକାଟି ଲୋକ ସହିତ ନଦୀର ଆରପାରିକୁ ଯାଏ। ତେଣୁ ଯେତେବେଳେ ଏହି ବ୍ୟକ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚେ, ସେତେବେଳେ କିପରି ସେହି ନୌକା ଏ ପାରିରେ ଥିବା ଅନ୍ୟମାନଙ୍କୁ ପ୍ରାପ୍ତ ହେବ? ଏହି ପ୍ରଶ୍ନର ଉତ୍ତରରେ ଦେବତାଗଣ ସେମାନଙ୍କ ପ୍ରାର୍ଥନାରେ କହିଲେ ଯେ ନୌକାଟି ସେମାନେ ନେଇଯାଇ ନାହାନ୍ତି। ଯେଉଁ ଭକ୍ତମାନେ ବର୍ତ୍ତମାନ ସୁଦ୍ଧା ଆରପାରିରେ ରହିଯାଇଛନ୍ତି, ସେମାନେ ଏ ଭୌତିକ ସଂସାର ସାଗରକୁ ପାର ହେବାକୁ ସକ୍ଷମ ଅଟନ୍ତି। କାରଣ ଶୁଦ୍ଧ ଭକ୍ତଗଣ ପାର ହେଲା ବେଳେ ସେମାନଙ୍କ ସାଥିରେ ନୌକାକୁ ନେଇଯାଆନ୍ତି ନାହିଁ। ଯେତେବେଳେ ବ୍ୟକ୍ତି ସେ ନୌକା ପାଖରେ କେବଳ ପହଞ୍ଚିଯାଏ, ମାନେ ଭଗବାନଙ୍କ ପାଖରେ ଯେତେବେଳେ ପହଞ୍ଚିଯାଏ, ସେତେବେଳେ ସମୁଦାୟ ଭୌତିକ ଅବିଦ୍ୟା ସାଗର ଏକ ଗସ୍ପଦ ପୁଷ୍କରରେ ପରିଣତ ହୋଇଯାଏ। ତେଣୁ ଭକ୍ତଗଣ ଆରପାରିକୁ ନୌକାଟି ନେବାକୁ ଦରକାର ପଡ଼େ ନାହିଁ। ସେମାନେ ସାଙ୍ଗେ ସାଙ୍ଗେ କେବଳ ସାଗରଟି ପାରି ହୋଇଯାଆନ୍ତି। ବିଶିଷ୍ଟ ସାଧୁସନ୍ଥ ମହାତ୍ମାଗଣ ବୋଧ ଜୀବମାନଙ୍କ ପ୍ରତି ଅତ୍ୟନ୍ତ ଦୟାଦ୍ର ହୃଦୟ। ତେଣୁ ଭଗବାନଙ୍କ ପାଦପଦ୍ମରେ ନୌକାଟି ବରାବର ରହିଅଛି। ଯେକୌଣସି ଲୋକ ଯେକୌଣସି ସମୟରେ ଭଗବାନଙ୍କ ପାଦପଦ୍ମକୁ ଧ୍ୟାନ କରିପାରେ ଏବଂ ଏତଦ୍ୱାରା ସେ ବୃହତ୍ ସଂସାର ସାଗରକୁ ପାର ହୋଇଯାଇପାରେ। ଧ୍ୟାନର ଅର୍ଥ ହେଉଛି ଭଗବାନଙ୍କ ପାଦପଦ୍ମରେ ଚିତ୍ତକୁ ଏକାଗ୍ର କରିବା। ପାଦପଦ୍ମ ହିଁ ଭଗବାନଙ୍କୁ ବୁଝାଏ। ଯେଉଁମାନେ ମାୟାବାଦୀ, ସେମାନେ ଭଗବାନଙ୍କ ପାଦପଦ୍ମକୁ ଚିହ୍ନନ୍ତି ନାହିଁ। ତେଣୁ ସେମାନଙ୍କର ଧ୍ୟାନର ବସ୍ତୁ ହେଲା ନିର୍ବିଶେଷ ଶୂନ୍ୟ। ଏଠାରେ ଦେବତାମାନେ ସେମାନଙ୍କର ପରିପୁଷ୍ଟ ଆଦେଶ ଶୁଣାଇ କହୁଛନ୍ତି ଯେ ଯେଉଁ ଲୋକମାନେ ନିର୍ବିଶେଷ ବ୍ରହ୍ମକୁ ଧ୍ୟାନ କରିବେ, ସେମାନେ କଦାପି ଅବିଦ୍ୟା ସାଗରକୁ ପାର ହୋଇପାରିବେ ନାହିଁ। ଏ ପ୍ରକାରେ ଲୋକେ କେବଳ କଳ୍ପନା କରିପାରନ୍ତି ଯେ ସେମାନେ ମୁକ୍ତ ହୋଇଯାଇଛନ୍ତି। ହେ ପଦ୍ମଲୋଚନ ପ୍ରଭୁ, ସେମାନଙ୍କର ବୁଦ୍ଧି କଳୁଷିତ ହୋଇଯାଇଅଛି, କାରଣ ସେମାନେ ଆପଣଙ୍କର ପାଦପଦ୍ମକୁ ଧ୍ୟାନ କରିପାରନ୍ତି ନାହିଁ। ଫଳରେ ଏହି ଅବହେଳା ଯୋଗୁଁ ମାୟାବାଦୀଗଣ ପୁନର୍ବାର ଭୌତିକ ବଦ୍ଧ ଜୀବନରେ ପତିତ ହୁଅନ୍ତି। ଯଦିଓ ସେମାନେ ଅସ୍ଥାୟୀ ଭାବରେ ବ୍ରହ୍ମାନୁଭୂତି ଲାଭ କରିବା ସ୍ତର ପର୍ଯ୍ୟନ୍ତ ଉନ୍ନତି ହୋଇଥାନ୍ତି, ତଥାପି ସେମାନେ ପୁଣି ଭୌତିକ ଜଗତରେ ପତିତ ହୁଅନ୍ତି। ମାୟାବାଦୀଗଣ ଖୁବ୍ କଠିନ ବ୍ରତ ଓ ତପସ୍ୟା ଆଚରଣ ପରେ ବ୍ରହ୍ମଜ୍ୟୋତିରେ ନିଜକୁ ନିମଜ୍ଜିତ କରାନ୍ତି, କିନ୍ତୁ ସେମାନଙ୍କର ମନ ଭୌତିକ ଦୋଷଶୂନ୍ୟ ହୋଇନଥାଏ। ସେମାନେ କେବଳ ଭୌତିକ ଚିନ୍ତାଧାରାକୁ ଏଡ଼ାଇବାକୁ ଚେଷ୍ଟା କରିଥାନ୍ତି। ଏହାର ଅର୍ଥ ନୁହେଁ ଯେ ସେମାନେ ମୁକ୍ତ ହୋଇଯାଆନ୍ତି। ଏହି ପ୍ରକାରେ ସେମାନେ ଅଧପତିତ ହୁଅନ୍ତି। ଭଗବଦ୍ ଗୀତାରେ ଏହା କୁହାଯାଇଅଛି ଯେ ମାୟାବାଦୀଗଣ ଅନ୍ତିମ ଲକ୍ଷ୍ୟ ସାଧନ କରିବା ନିମିତ୍ତ ଅତ୍ୟନ୍ତ କଷ୍ଟ ସହ୍ୟ କରନ୍ତି। ଶ୍ରୀମଦ୍ ଭାଗବତମ୍ର ପ୍ରାରମ୍ଭରେ କୁହାଯାଇଛି ଯେ
ଭକ୍ତି ଯୋଗ ମାର୍ଗରେ ଭଗବତ ସେବା ବ୍ୟତୀତ ବ୍ୟକ୍ତି କଦାପି କର୍ମବନ୍ଧନରୁ ମୁକ୍ତ ହୋଇପାରିବ ନାହିଁ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ରହିଛି ଏବଂ ଶ୍ରୀମଦ୍ ଭାଗବତମରେ ଦେବର୍ଷି ନାରଦଙ୍କ ବାଣୀ ରହିଛି ଏବଂ ଏଠାରେ ମଧ୍ୟ ଦେବତାମାନେ ତାହା ହିଁ କହୁଛନ୍ତି। ଯେଉଁ ଲୋକମାନେ ଭକ୍ତି ଯୋଗ ମାର୍ଗ ବା ଭଗବତ ସେବା ମାର୍ଗ ଗ୍ରହଣ କରିନାହାନ୍ତି ସେମାନେ ଜ୍ଞାନର ଅନ୍ତିମ ପରିଣତି କଥା ବୁଝିନାହାନ୍ତି। ସେମାନେ ଆପଣଙ୍କ ଦୟା ଲାଭ କରିପାରନ୍ତି ନାହିଁ। ମାୟାବାଦୀମାନେ କେବଳ ଭାବନ୍ତି ଯେ ସେମାନେ ମୁକ୍ତ, କିନ୍ତୁ ବାସ୍ତବରେ ସେମାନେ ଭଗବତ ଅନୁଭୂତି ନଥାଏ। ସେମାନେ ଭାବନ୍ତି ଯେ ଯେତେବେଳେ ଶ୍ରୀକୃଷ୍ଣ ଏ ଭୌତିକ ଜଗତକୁ ଆସନ୍ତି ସେ ସେତେବେଳେ ଏକ ଭୌତିକ ଶରୀର ଗ୍ରହଣ କରନ୍ତି, ତେଣୁ ସେମାନେ ଶ୍ରୀକୃଷ୍ଣଙ୍କର ଦିବ୍ୟ ଶରୀରକୁ ଅବହେଳା କରନ୍ତି। ଏହା ମଧ୍ୟ ଭଗବତ ଗୀତାରେ ସ୍ୱୀକୃତ ହୋଇଅଛି, ଅବଜାନନ୍ତି ମାମ୍ ମୂଢ଼ା। ଭୌତିକ କାମନାକୁ ଜୟ କରିବା ଏବଂ ମୁକ୍ତିର ସ୍ତର ପର୍ଯ୍ୟନ୍ତ ଉନ୍ନୀତ ହେବା ସତ୍ତ୍ୱେ ମାୟାବାଦୀଗଣ ଅଧପତିତ ହୁଅନ୍ତି। କେବଳ ଜ୍ଞାନ ଲାଭ ଉଦ୍ଦେଶ୍ୟରେ ଯଦି ସେମାନେ କର୍ମରତ ରୁହନ୍ତି ଏବଂ ଭକ୍ତିଯୋଗ ମାର୍ଗକୁ ଗ୍ରହଣ ନ କରନ୍ତି ସେମାନେ କଦାପି ଇପ୍ସିତ ଫଳ ପାଇପାରିବେ ନାହିଁ, କେବଳ ସେମାନେ କଷ୍ଟ ଉଠାନ୍ତି। ତାହା ହିଁ ସବୁ ଭଗବତ ଗୀତାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି। ବ୍ରହ୍ମାନୁଭୂତି ଲାଭ କରିବା ଅନ୍ତିମ ଲକ୍ଷ୍ୟ ନୁହେଁ। ବ୍ରହ୍ମାନୁଭୂତି ବ୍ୟକ୍ତିକୁ ଭୌତିକ ସଂସ୍ପର୍ଶରେ ଦୂରେଇ ଯାଇ ଆନନ୍ଦ ଦେବାରେ ସହାୟକ ହୋଇପାରେ କିମ୍ବା ଅନାସକ୍ତ କରାଯାଇପାରେ ଏବଂ ସମତତ୍ୱ ପ୍ରାପ୍ତ ହେବାର ସହାୟକ ହୋଇପାରେ, କିନ୍ତୁ ଏହି ଅବସ୍ଥା ପରେ ବ୍ୟକ୍ତି ଭକ୍ତିଯୋଗ ମାର୍ଗ ଅବଲମ୍ବନ କରିବା ଉଚିତ। ବ୍ରହ୍ମାନୁଭୂତି ଲାଭ କରିବା ସ୍ତର ପର୍ଯ୍ୟନ୍ତ ବ୍ୟକ୍ତି ଉନ୍ନତି ହେଲା ପରେ ଯଦି ସେ ଭକ୍ତି ଯୋଗ ମାର୍ଗ ଅବଲମ୍ବନ ନ କରେ ତେବେ ସେ ଭଗବାନଙ୍କ ସହିତ ଚିରନ୍ତନ ଭାବେ ବାସ କରିବା ନିମିତ୍ତ ଆଧ୍ୟାତ୍ମିକ ରାଜ୍ୟରେ ପ୍ରବେଶ ଅଧିକାର ଲାଭ କରେ। ଏହା ହେଉଛି ଭକ୍ତିଯୋଗ ମାର୍ଗର ଫଳ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କଦାପି ମାୟାବାଦୀମାନଙ୍କ ପରି ଅଧପତିତ ହୁଅନ୍ତି ନାହିଁ। ଯଦିଓ ଭକ୍ତମାନଙ୍କର କେବେ ପତନ ହୁଏ ତଥାପି ସେମାନେ ଭଗବାନଙ୍କ ସହ ସ୍ନେହ ସମ୍ବନ୍ଧରେ ସଂଯୁକ୍ତ ହୋଇ ରହନ୍ତି। ସେମାନେ ଭକ୍ତିଯୋଗ ମାର୍ଗରେ ନାନା ପ୍ରକାର ପ୍ରତିବନ୍ଧକ ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ନିର୍ଭୟରେ ସ୍ୱାଧୀନ ଭାବରେ ସେମାନେ ସେ ପ୍ରତିବନ୍ଧକକୁ ପାର ହୋଇଯାଆନ୍ତି, କାରଣ ସେମାନେ ଭଗବାନଙ୍କ ପାଦପଦ୍ମରେ ସମ୍ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରିଥାନ୍ତି। ତେଣୁ ସେମାନେ ନିଶ୍ଚିତ ଥାଆନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ସର୍ବଦା ରକ୍ଷା କରିପାରିବେ। ତେଣୁ ଭଗବତ ଗୀତାରେ ଏହା ଭଗବାନ ଶ୍ରୀକୃଷ୍ଣ ପ୍ରତିଜ୍ଞା କରି କହିଛନ୍ତି, ମୋର ଭକ୍ତଗଣ କଦାପି ଧ୍ୱଂସ ହୁଅନ୍ତି ନାହିଁ। ହେ ପରମ ପ୍ରିୟ ପ୍ରଭୁ, ଆପଣ ଆପଣଙ୍କର ଶାଶ୍ୱତ ଶୁଦ୍ଧ ସତ୍ୟ ରୂପ ବୋଲି ଭୌତିକ ଜଗତରେ ଜୀବଗଣଙ୍କ ମଙ୍ଗଳ ନିମିତ୍ତ ଆବିର୍ଭୂତ ହୋଇଛନ୍ତି। ଆପଣଙ୍କର ଆବିର୍ଭାବରୁ ଫାଇଦା ଉଠାଇ ସେମାନେ ଜୀବଗଣମାନେ ସମସ୍ତେ ବର୍ତ୍ତମାନ ଅତି ସହଜରେ ଆପଣଙ୍କର ପ୍ରକୃତି ଓ ସ୍ୱରୂପ ସମ୍ବନ୍ଧ ବୁଝିପାରିବେ। ଯେଉଁମାନେ ଚାରି ଆଶ୍ରମର ଅନ୍ତର୍ଗତ ଅର୍ଥାତ୍ ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସୀ ସେମାନେ ସମସ୍ତେ ଆପଣଙ୍କର ଆବିର୍ଭାବର ଲାଭ ଉଠାଇବେ। ହେ ପରମ ପ୍ରିୟ ପ୍ରଭୁ ଲକ୍ଷ୍ମୀପତି, ଯେଉଁ ଭକ୍ତଗଣ ଆପଣଙ୍କ ସେବାରେ ଆତ୍ମନିୟୋଗ କରିଛନ୍ତି ସେମାନେ କଦାପି ମାୟାବାଦୀମାନଙ୍କ ପରି ପତିତ ହୁଅନ୍ତି ନାହିଁ। ଯେଉଁ ମାୟା ସେନାପତିଗଣ ସର୍ବଦା ଭକ୍ତମାନଙ୍କ ମୁକ୍ତି ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ସେମାନଙ୍କର ମୁଣ୍ଡ ଉପରେ ଦେଇ ଭକ୍ତଗଣ ଆପଣଙ୍କ ଦ୍ୱାରା ସୁରକ୍ଷିତ ହୋଇ ଅତି ସହଜରେ ସେମାନଙ୍କୁ ଅତିକ୍ରମ କରିଯାଆନ୍ତି। ହେ ମୋର ପ୍ରିୟ ପ୍ରଭୁ, ଆପଣ ଜୀବଗଣଙ୍କର ମଙ୍ଗଳ ନିମିତ୍ତ ଦିବ୍ୟ ରୂପରେ ଆବିର୍ଭୂତ ହୋଇଛନ୍ତି। ଜୀବଗଣ ଆପଣଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖିପାରନ୍ତି ଏବଂ ଶାସ୍ତ୍ରାନୁମୋଦିତ ପନ୍ଥାରେ ଭକ୍ତିଯୋଗ ମାର୍ଗରେ ସେବା କରି, ଧ୍ୟାନ କରି ଏବଂ ବେଦ ବର୍ଣ୍ଣିତ ପନ୍ଥାରେ ବ୍ରତବିଧି ଆଚରଣ କରି ସେମାନଙ୍କର ପୂଜାର ଫଳ ଅର୍ପଣ କରନ୍ତି। ହେ ପରମ ପ୍ରିୟ ପ୍ରଭୁ, ଆପଣ ଯଦି ଆପଣଙ୍କର ଶାଶ୍ୱତ ଆନନ୍ଦ ଓ ଜ୍ଞାନପୂର୍ଣ୍ଣ ଦିବ୍ୟ ରୂପରେ ଆବିର୍ଭୂତ ନ ହୋଇଥାନ୍ତେ ତାହେଲେ ସମସ୍ତେ କେବଳ ସେମାନଙ୍କ ପ୍ରକୃତି ଅନୁଯାୟୀ ଆପଣଙ୍କ ସମ୍ବନ୍ଧରେ ଶୁଷ୍କ ମାନସିକ ଚିନ୍ତନ ହିଁ କରୁଥାନ୍ତେ। ଆପଣଙ୍କର ସେ ଦିବ୍ୟ ଆନନ୍ଦମୟ ରୂପ ହିଁ ଆପଣଙ୍କ ସମ୍ବନ୍ଧୀୟ ସମସ୍ତ ପ୍ରକାର ଅଜ୍ଞ ମାନସିକ ଚିନ୍ତନକୁ ଦୂର କରିପାରେ। ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଭଗବାନଙ୍କ ସମ୍ବନ୍ଧୀୟ ସମସ୍ତ ପ୍ରକାର ମାନସିକ କାଳ୍ପନିକ ଚିତ୍ରର ଉତ୍ତର ଦିଏ। ପ୍ରତ୍ୟେକ ନିଜ ନିଜର ପ୍ରକୃତି ଅନୁଯାୟୀ ଭଗବାନଙ୍କର ରୂପ କଳ୍ପନା କରିପାରନ୍ତି। ବ୍ରହ୍ମ ସଂହିତାରେ କୁହାଯାଇଅଛି ଯେ ଭଗବାନ ହେଉଛନ୍ତି ପୁରାଣ ପୁରୁଷ ଅର୍ଥାତ୍ ଅତ୍ୟନ୍ତ ପୁରାତନ ପୁରୁଷ। ତେଣୁ ବଳେ ଧର୍ମ ସମ୍ପ୍ରଦାୟର ଲୋକେ ଭାବନ୍ତି ଭଗବାନ ଜଣେ ବୃଦ୍ଧ ଏବଂ ସେଇଥିପାଇଁ ସେମାନେ ଏକ ବୃଦ୍ଧ ଲୋକର ଆକାର ଦିଅନ୍ତି,
କିନ୍ତୁ ସେହି ବ୍ରହ୍ମ ସଂହିତାରେ ଏହାକୁ ଖଣ୍ଡନ କରାଯାଇଅଛି। ଯଦିଓ ସେ ସମସ୍ତଙ୍କ ଅପେକ୍ଷା ସର୍ବାଧିକ ବୟସ୍କ ଅଟନ୍ତି, ତଥାପି ତାଙ୍କର ଶାଶ୍ୱତ ରୂପ ହେଉଛି ଏକ ନବଯୁବକ ସଦୃଶ। ଏ ସମ୍ପର୍କରେ ଶ୍ରୀମଦ୍ ଭାଗବତମରେ ଠିକ୍ ନିମ୍ନ ଶବ୍ଦରେ ବ୍ୟବହାର କରାଯାଇଅଛି, ବିଜ୍ଞାନଂ ଅଜ୍ଞାନଭିଦ ଆପମାର୍ଜନଂ। ବିଜ୍ଞାନଂର ଅର୍ଥ ହେଲା ଭଗବାନଙ୍କ ସମ୍ବନ୍ଧୀୟ ଦିବ୍ୟ ଜ୍ଞାନ। ବିଜ୍ଞାନଂର ଅର୍ଥ ମଧ୍ୟ ଅନୁଭୂତ ଜ୍ଞାନ। ଦିବ୍ୟ ଜ୍ଞାନ ଅବହରଣ ପଦ୍ଧତିରେ ଗୁରୁ ପରମ୍ପରା ଜରିଆରେ ଗ୍ରହଣ କରିବାକୁ ହେବ। ଯେପରି ବ୍ରହ୍ମ ସଂହିତାରେ ବ୍ରହ୍ମାଜୀ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ଜ୍ଞାନ ପରିବେଷଣ କରିଛନ୍ତି। ବ୍ରହ୍ମ ସଂହିତା ହେଉଛି ବ୍ରହ୍ମାଙ୍କର ଦିବ୍ୟ ଅନୁଭୂତି ସମ୍ବନ୍ଧୀୟ ବିଜ୍ଞାନ ଏବଂ ସେହି ପ୍ରକାରେ ସେ ବ୍ରହ୍ମା ଭଗବାନଙ୍କର ପରମ ଧାମରେ ନିତ୍ୟ ବିରାଜିତ ଥିବା ରୂପ ଓ ନିତ୍ୟ ସଂଘଟିତ ହେଉଥିବା ଦିବ୍ୟ ଲୀଳା ପରିବେଷଣ କରିଛନ୍ତି। ଅଜ୍ଞାନ ଭିଦ ଅପମାର୍ଜନମ୍ର ଅର୍ଥ ଯାହା ସମସ୍ତ ପ୍ରକାର ମାନସିକ କଳ୍ପନା ଜଳ୍ପନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରେ। ଅଜ୍ଞାତ ହେତୁ ଲୋକମାନେ ଭଗବାନଙ୍କର ରୂପ ସମ୍ବନ୍ଧରେ କଳ୍ପନା କରୁଛନ୍ତି। ବେଳେବେଳେ ତାଙ୍କର ରୂପ ନାହିଁ ଅର୍ଥାତ୍ ସେ ନିରାକାର ଏବଂ ବେଳେବେଳେ ସେମାନଙ୍କର ବିଭିନ୍ନ କଳ୍ପନା ଅନୁଯାୟୀ ଭଗବାନଙ୍କର ବିଭିନ୍ନ ରୂପ ଅଛି। କିନ୍ତୁ ବ୍ରହ୍ମ ସଂହିତାରେ କୃଷ୍ଣ ଯେପରି ଭାବରେ ପରିବେଷିତ ହୋଇଛନ୍ତି ତାହା ବିଜ୍ଞାନ ଅଟେ। ଏହା ବୈଜ୍ଞାନିକ ଏବଂ ବ୍ରହ୍ମାଙ୍କର ଅନୁଭୂତ ସମୃଦ୍ଧ ଜ୍ଞାନ ଅଟେ ଏବଂ ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ଗୃହୀତ ହୋଇଅଛି। ଏ ସମ୍ବନ୍ଧରେ କୌଣସି ସନ୍ଦେହ ନାହିଁ। ଶ୍ରୀକୃଷ୍ଣଙ୍କର ରୂପ, ଶ୍ରୀକୃଷ୍ଣଙ୍କର ବଂଶୀ, ଶ୍ରୀକୃଷ୍ଣଙ୍କର ରଙ୍ଗ ସବୁ ବାସ୍ତବ ଅଟେ। ଏଠାରେ ଏହା କୁହାଯାଇଅଛି ଯେ ଏହି ବିଜ୍ଞାନ ସର୍ବଦା ସମସ୍ତ ପ୍ରକାର କାଳ୍ପନିକ ଜ୍ଞାନକୁ ପରାସ୍ତ କରୁଛି। ତେଣୁ ଆପଣଙ୍କର ମୌଳିକ ରୂପ କୃଷ୍ଣ ରୂପରେ ଆବିର୍ଭାବ ବିନା ଅଜ୍ଞାନବିଦ ବା କାଳ୍ପନିକ ଅବ୍ୟଦା ପ୍ରସୂତ ଜ୍ଞାନ କିମ୍ବା ବିଜ୍ଞାନମ୍ କୌଣସିଟି ଅନୁଭୂତ ହେବ ନାହିଁ। ଅଜ୍ଞାନବିଦ ଅପମାର୍ଜନମ୍ ଆପଣଙ୍କ ଆବିର୍ଭାବ ଦ୍ୱାରା କାଳ୍ପନିକ ଅବିଦ୍ୟା ପ୍ରସୂତ ଜ୍ଞାନ ନଷ୍ଟ ହେବ ଏବଂ ବାସ୍ତବ ଅନୁଭୂତ ଜ୍ଞାନ ଯେପରି ବ୍ରହ୍ମାଜୀ ଅନୁଭବ କରିଛନ୍ତି ସ୍ଥାପିତ ହେବ। ତ୍ରିଗୁଣମୟୀ ପ୍ରକୃତି ଦ୍ୱାରା ପ୍ରଭାବିତ ହୋଇ ଲୋକମାନେ ସେମାନଙ୍କ ପ୍ରକୃତି ଅନୁଯାୟୀ ଭଗବାନଙ୍କୁ କଳ୍ପନା କରନ୍ତି। ଏହି ପ୍ରକାରେ ଭଗବାନ ବିଭିନ୍ନ ପ୍ରକାରେ ପ୍ରକାଶିତ ହୁଅନ୍ତି, କିନ୍ତୁ ଆପଣଙ୍କର ଆବିର୍ଭାବ ହିଁ ଭଗବାନଙ୍କର ବାସ୍ତବ ରୂପକୁ ପ୍ରକାଶ କରିବ ଓ ସ୍ଥାପନ କରିବ। ମାୟାବାଦୀମାନେ ଭାବନ୍ତି ଯେତେବେଳେ ଭଗବାନ ଅବତାର ନିଅନ୍ତି ସେତେବେଳେ ସେ ଭୂତ ପ୍ରକୃତିର ସତ୍ୱଗୁଣ ଅର୍ଥାତ୍ ସାତ୍ତ୍ୱିକ ପ୍ରକୃତିର ଆକାର ଗ୍ରହଣ କରନ୍ତି। ଏହା ହେଉଛି ମାୟାବାଦୀମାନଙ୍କର ଏକ ବିରାଟ ଭ୍ରମ। ବାସ୍ତବରେ କୃଷ୍ଣ କିମ୍ବା ନାରାୟଣଙ୍କର ରୂପ ଦିବ୍ୟ ଅଟେ। ସେଥିରେ କୌଣସି ପ୍ରକାର ଭୌତିକ ଧାରଣା ନାହିଁ। ଏପରି ବିଶିଷ୍ଟ ମାୟାବାଦୀ ଶଙ୍କରାଚାର୍ଯ୍ୟ ଏକଥା ସ୍ୱୀକାର କରିଛନ୍ତି ଯେ ନାରାୟଣ ପର ବ୍ୟକ୍ତତା ଅର୍ଥାତ୍ ଭୌତିକ ସୃଷ୍ଟି ଅବ୍ୟକ୍ତ ଭୂତ ପ୍ରକୃତି ଦ୍ୱାରା ସଂଗଠିତ ହୋଇଅଛି ଏବଂ ଶ୍ରୀକୃଷ୍ଣ ସେ ଭୂତ ପ୍ରକୃତିରେ ବହୁତ ଊର୍ଦ୍ଧ୍ୱ ଅର୍ଥାତ୍ ପ୍ରାକୃତିକ ଧାରଣାରେ ବହୁତ ଊର୍ଦ୍ଧ୍ୱରେ। ଏହା ଶ୍ରୀମଦ୍ ଭାଗବତମରେ ଶୁଦ୍ଧ ସତ୍ତ୍ୱ କିମ୍ବା ଦିବ୍ୟ ନାମରେ ବର୍ଣ୍ଣନା କରାଯାଇଛି। ଭଗବାନ କଦାପି ପ୍ରକୃତିର ସତ୍ୱଗୁଣର ଅଧୀନ ନୁହନ୍ତି। ସେ ପ୍ରକୃତିର ସତ୍ୱଗୁଣରେ ବହୁତ ଊର୍ଦ୍ଧ୍ୱରେ ଅବସ୍ଥିତ। ସେ ଦିବ୍ୟ ଶାଶ୍ୱତ ଆନନ୍ଦ ଓ ଜ୍ଞାନର ଅନ୍ତର୍ଗତ ଅଟନ୍ତି। ହେ ପରମ ପ୍ରିୟ ପ୍ରଭୁ, ଆପଣ ଯେତେବେଳେ ବିଭିନ୍ନ ଅବତାର ନିଅନ୍ତି ସେତେବେଳେ ଆପଣ ଅବସ୍ଥାନୁଯାୟୀ ବିଭିନ୍ନ ନାମ ଓ ରୂପ ଗ୍ରହଣ କରନ୍ତି। ଆପଣଙ୍କର ନାମ ହେଉଛି ଭଗବାନ ଶ୍ରୀକୃଷ୍ଣ, କାରଣ ଆପଣ ସର୍ବପୋଷକ ଅଟନ୍ତି। ଆପଣଙ୍କର ଦିବ୍ୟ ସୌନ୍ଦର୍ଯ୍ୟ ହେତୁ ଆପଣଙ୍କୁ ଶ୍ୟାମ ସୁନ୍ଦର କୁହାଯାଏ। ଶ୍ୟାମର ଅର୍ଥ କୃଷ୍ଣ ବା କଳା, ତଥାପି ଆପଣ ସହସ୍ର ସହସ୍ର କନ୍ଦର୍ପଙ୍କ ଅପେକ୍ଷା ଅଧିକ ସୁନ୍ଦର। କନ୍ଦର୍ପ କୋଟି କମନୀୟ। ଯଦିଓ ଆପଣ କଳା ମେଘବର୍ଣ୍ଣ ଧାରଣ କରି ଆବିର୍ଭୂତ ହୁଅନ୍ତି ତଥାପି ଆପଣଙ୍କ ସୌନ୍ଦର୍ଯ୍ୟ କାମଦେବର ସୌନ୍ଦର୍ଯ୍ୟ ଅପେକ୍ଷା ଅନେକ ଗୁଣରେ ଅଧିକ ଓ ଆକର୍ଷଣୀୟ ଅଟେ, କାରଣ ଆପଣ ପରମ ଦିବ୍ୟ ପୁରୁଷ ଅଟନ୍ତି। ବେଳେବେଳେ ଆପଣଙ୍କୁ ଗିରିଧାରୀ କୁହାଯାଏ, କାରଣ ଗୋବର୍ଦ୍ଧନ ପର୍ବତକୁ ଉତ୍ତୋଳନ କରିଥିଲେ। ବେଳେବେଳେ ଆପଣଙ୍କୁ ନନ୍ଦନ କିମ୍ବା ବାସୁଦେବ କିମ୍ବା ଦେବକୀ ନନ୍ଦନ କୁହାଯାଏ, କାରଣ ଆପଣ ନନ୍ଦ ମହାରାଜଙ୍କ ପୁତ୍ର ରୂପେ ଆବିର୍ଭୂତ ହୁଅନ୍ତି। ମାୟାବାଦୀମାନେ ଭାବନ୍ତି ଯେ ଆପଣଙ୍କର ବିଭିନ୍ନ ନାମ ଓ ରୂପ ଆପଣଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ଗୁଣ ଅନୁଯାୟୀ ହୋଇଥାଏ, କାରଣ ସେମାନେ ଆପଣଙ୍କୁ ଏକ ଭୌତିକ ଦୃଷ୍ଟିକୋଣରୁ ବୀର କରନ୍ତି ବା ଗ୍ରହଣ କରନ୍ତି। ହେ ଆମର ପରମ ପ୍ରିୟ ପ୍ରଭୁ, ଆପଣଙ୍କର ଦିବ୍ୟ ପ୍ରକୃତି, ରୂପ ଏବଂ ଲୀଳାକୁ ମାନସିକ ଚିନ୍ତନ ଦ୍ୱାରା ବୁଝିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ବ୍ୟକ୍ତି ଭକ୍ତିଯୋଗ ମାର୍ଗରେ ସେବାରତ ହେବା ଉଚିତ। ତାହେଲେ ସେ ଆପଣଙ୍କର ଦିବ୍ୟ ପ୍ରକୃତି, ରୂପ, ନାମ ଓ ଗୁଣ ବୁଝିପାରିବ। ବାସ୍ତବିକ ଯେଉଁ ବ୍ୟକ୍ତିର ଆପଣଙ୍କର ପଦପଦ୍ମ ସେବା କରିବାର ଟିକିଏ ବି ରୁଚି ଥାଏ ସେ ଆପଣଙ୍କର ଦିବ୍ୟ ପ୍ରକୃତି, ରୂପ ଓ ଗୁଣକୁ ବୁଝିପାରିବ।
ଅନ୍ୟମାନେ ଲକ୍ଷ ଲକ୍ଷ ବର୍ଷ ମାନସିକ ଚିନ୍ତନ କରିପାରନ୍ତି, କିନ୍ତୁ ଆପଣଙ୍କର ବାସ୍ତବ ଅବସ୍ଥାନର ଏକ ଅଂଶ ସୁଦ୍ଧା ବୁଝିବା ସେମାନଙ୍କ ପକ୍ଷରେ ସମ୍ଭବପର ନୁହେଁ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଭଗବାନ ଶ୍ରୀକୃଷ୍ଣ ଅଭକ୍ତମାନଙ୍କର ବୋଧଗମ୍ୟ ନୁହନ୍ତି, କାରଣ ଶ୍ରୀକୃଷ୍ଣଙ୍କର ବାସ୍ତବ ରୂପ ଯୋଗମାୟା ରୂପକ ଆବରଣ ଦ୍ୱାରା ଆବୃତ ହୋଇଥାଏ। ଏହା ଭଗବଦ୍ ଗୀତାରେ ସ୍ୱୀକୃତ ହୋଇଅଛି, ନାହଂ ପ୍ରକାଶଃ ସର୍ବସ୍ୟ। ଭଗବାନ କହିଛନ୍ତି, ମୁଁ ସମସ୍ତଙ୍କ ପାଖରେ ପ୍ରକାଶିତ ହୁଏ ନାହିଁ। ଯେତେବେଳେ କୃଷ୍ଣ ଆସିଥିଲେ ସେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବାସ୍ତବରେ ଉପସ୍ଥିତ ଥିଲେ ଏବଂ ସମସ୍ତେ ତାଙ୍କୁ ଦେଖିଥିଲେ, କିନ୍ତୁ ସମସ୍ତେ ତାଙ୍କୁ ଭଗବାନ ବୋଲି ଜାଣିନଥିଲେ। ତଥାପି ତାଙ୍କ ସମ୍ବନ୍ଧରେ ଯେଉଁମାନେ ମୃତ୍ୟୁବରଣ କଲେ ସେମାନେ ସମ୍ପୂର୍ଣ୍ଣ ରୂପେ ଭୌତିକ ବନ୍ଧନରୁ ମୁକ୍ତ ହୋଇଗଲେ ଏବଂ ଆଧ୍ୟାତ୍ମିକ ଜଗତକୁ ସ୍ଥାନାନ୍ତରିତ ହେଲେ। ହେ ଭଗବାନ, ମାୟାବାଦୀଗଣ କିମ୍ବା ଅଭକ୍ତମାନେ ଏକଥା ବୁଝିପାରନ୍ତି ନାହିଁ ଯେ ଆପଣଙ୍କର ନାମ ଓ ରୂପ ଅଭିନ୍ନ। ଯେଣୁ ଭଗବାନ ପରମ ସତ୍ୟ ଅଟନ୍ତି, ତେଣୁ ତାଙ୍କର ବାସ୍ତବ ରୂପ ଓ ନାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଭୌତିକ ଜଗତରେ ନାମ ଓ ରୂପ ମଧ୍ୟରେ ପାର୍ଥକ୍ୟ ଅଛି। ଆମ୍ବ ନାମ ଆମ୍ବ ଫଳ ଅପେକ୍ଷା ଭିନ୍ନ ଅଟେ। ଯଦି କେହି ଆମ୍ବ ଆମ୍ବ ଉଚ୍ଚାରଣ କରେ ସେ କଦାପି ଆମ୍ବର ସ୍ୱାଦ ପାଇପାରିବ ନାହିଁ। କିନ୍ତୁ ଯେଉଁ ଭକ୍ତ ଏହା ଭଲ ରକମରେ ଜାଣେ ଯେ ଭଗବାନଙ୍କର ନାମ ଓ ରୂପରେ କୌଣସି ପାର୍ଥକ୍ୟ ନାହିଁ, ସେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କୀର୍ତ୍ତନ କରେ ଏବଂ ଅନୁଭବ କରେ ଯେ ସେ ସର୍ବଦା କୃଷ୍ଣଙ୍କ ସହିତ ଅଛନ୍ତି। ଯେଉଁ ଲୋକମାନେ ଭଗବାନଙ୍କ ସମ୍ବନ୍ଧୀୟ ଦିବ୍ୟ ଜ୍ଞାନ ଆହରଣରେ ଅଧିକ ଉନ୍ନତି କରିପାରିନଥାନ୍ତି, ସେମାନଙ୍କ ପାଇଁ ଭଗବାନ ତାଙ୍କର ଦିବ୍ୟ ଲୀଳା ପ୍ରଦର୍ଶନ କରନ୍ତି। ସେମାନେ କେବଳ ଭଗବାନଙ୍କର ଦିବ୍ୟ ଲୀଳାକୁ ଚିନ୍ତା କରି ପୂର୍ଣ୍ଣ ସଫଳତା ପ୍ରାପ୍ତ ହୁଅନ୍ତି। ଯେପରି ତାଙ୍କର ଦିବ୍ୟ ନାମ ଓ ରୂପରେ କୌଣସି ପାର୍ଥକ୍ୟ ନାହିଁ, ସେହିପରି ଭଗବାନଙ୍କ ଦିବ୍ୟ ଲୀଳା ଓ ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ଅର୍ଥାତ୍ ସ୍ତ୍ରୀ ଲୋକ, ଶୂଦ୍ର କିମ୍ବା ବୈଶ୍ୟ, ସେଇମାନଙ୍କ ପାଇଁ ବ୍ୟାସଦେବ ମହାଭାରତରେ ଲେଖିଦେଇ ଗଲେ। ମହାଭାରତରେ ଶ୍ରୀକୃଷ୍ଣ ତାଙ୍କର ବିଭିନ୍ନ ଲୀଳା ରଙ୍ଗରେ ବିରାଜିତ। ମହାଭାରତ ଏକ ଇତିହାସ। କେବଳ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା କଥା ପାଠ କରି, ଶ୍ରବଣ କରି ଏବଂ କଣ୍ଠସ୍ଥ କରି ଅଳ୍ପ ବୁଦ୍ଧି ସମ୍ପନ୍ନ ଲୋକେ କ୍ରମଶଃ ଶୁଦ୍ଧ ଭକ୍ତ ସ୍ତରକୁ ଉନ୍ନୀତ ହୋଇପାରିବେ। ଯେଉଁ ଶୁଦ୍ଧ ଭକ୍ତମାନେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ପଦାରବିନ୍ଦ ଚିନ୍ତନ କରୁଥାନ୍ତି ଏବଂ ପୂର୍ଣ୍ଣ କୃଷ୍ଣ ଚେତନାରେ କୃଷ୍ଣ ସେବାରେ ଅନବରତ ବ୍ୟସ୍ତ ଥାନ୍ତି, ସେମାନେ କଦାପି ଭୌତିକ ଜଗତରେ ନୁହନ୍ତି। ଶ୍ରୀ ରୂପ ଗୋସ୍ୱାମୀ କହିଛନ୍ତି ଯେ ଯେଉଁମାନେ ଶରୀର, ମନ ଓ କାର୍ଯ୍ୟ ଜରିଆରେ ସର୍ବଦା କୃଷ୍ଣ ଭାବନାରେ ଲୀନ, ସେମାନେ ଏହି ଶରୀରରେ ମଧ୍ୟ ମୁକ୍ତ ପୁରୁଷ ବୋଲି ବିବେଚିତ ହୁଅନ୍ତି। ଏହା ମଧ୍ୟ ଭଗବଦ୍ ଗୀତାରେ ସ୍ୱୀକୃତ ହୋଇଅଛି ଯେ ଯେଉଁମାନେ କୃଷ୍ଣ ସେବା, କୃଷ୍ଣ କର୍ମରେ ବ୍ୟସ୍ତ, ସେମାନେ ଭୌତିକ ସ୍ତରକୁ ଟପି ଯାଇଛନ୍ତି। ଉଭୟ ଭକ୍ତ ଓ ଅଭକ୍ତମାନଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ କ'ଣ? ଏହି ଅନୁଭୂତି ଲାଭର ଏକ ସୁଯୋଗ ଦେବା ନିମିତ୍ତ ଶ୍ରୀକୃଷ୍ଣ ଆବିର୍ଭୂତ ହୁଅନ୍ତି। ଭକ୍ତଗଣ ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଦର୍ଶନ କରିବାକୁ ଓ ପୂଜା କରିବାକୁ ସୁଯୋଗ ପାଆନ୍ତି। ଯେଉଁମାନେ ସେ ସ୍ତରରେ ନଥାନ୍ତି, ସେମାନେ ତାଙ୍କର ଲୀଳା ଦର୍ଶନ କରିବାର ଏକ ସୁଯୋଗ ପାଆନ୍ତି ଏବଂ ଏହି ପ୍ରକାରେ ଭକ୍ତ ସ୍ତରକୁ ଉନ୍ନୀତ ହୁଅନ୍ତି। ଦେବତାମାନେ ପ୍ରାର୍ଥନା କଲେ, ହେ ପ୍ରିୟ ଭଗବାନ, ଆପଣ ଅଜ, ତେଣୁ ଆମ୍ଭେମାନେ ଆପଣଙ୍କର ଆମୋଦଦାୟକ ଦିବ୍ୟ ଲୀଳା ବ୍ୟତୀତ ଆପଣଙ୍କର ଆବିର୍ଭାବର ଅନ୍ୟ କାରଣ କିଛି ଜାଣିପାରୁନାହୁଁ। ଯଦିଓ ଭଗବାନଙ୍କର ଅବତାରଣ କାରଣ ଭଗବଦ୍ ଗୀତାରେ ପ୍ରଦର୍ଶିତ ହେଉଛି ଭକ୍ତମାନଙ୍କର ରକ୍ଷା ଓ ଅଭକ୍ତମାନଙ୍କର ବିନାଶ, ତଥାପି ବାସ୍ତବରେ ସେ ତାଙ୍କର ଭକ୍ତମାନଙ୍କ ସାଥିରେ ଆମୋଦଦାୟକ ଲୀଳା କରିବା ନିମିତ୍ତ ଅବତରିତ ହୁଅନ୍ତି। ବାସ୍ତବରେ ଅଭକ୍ତମାନଙ୍କୁ ବିନାଶ କରିବା ନିମିତ୍ତ ସେ ଅବତରିତ ହୁଅନ୍ତି ନାହିଁ। ଅଭକ୍ତମାନେ କେବଳ ଭୂତ ପ୍ରକୃତି ଦ୍ୱାରା ହିଁ ବିନଷ୍ଟ ହୋଇପାରନ୍ତି। ଭୂତ ପ୍ରକୃତିର ବହିରଙ୍ଗା ଶକ୍ତିର କ୍ରିୟା ଓ ପ୍ରତିକ୍ରିୟା ଆପେ ଆପେ ସଂଗଠିତ ହୋଇ ଚାଲିଛି। କେବଳ ଆପଣଙ୍କର ଦିବ୍ୟ ନାମର ଆଶ୍ରୟ ଗ୍ରହଣ କରି ଭକ୍ତଗଣ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ହୁଅନ୍ତି, କାରଣ ଆପଣ ଓ ଆପଣଙ୍କର ଦିବ୍ୟ ନାମ ଅଭିନ୍ନ ଅଟନ୍ତି। ଭଗବାନଙ୍କ ଅବତାର ସମୟରେ ଭକ୍ତମାନଙ୍କୁ ରକ୍ଷା କରିବା ଓ ଅଭକ୍ତମାନଙ୍କୁ ବିନାଶ କରିବା ବାସ୍ତବରେ ଭଗବାନଙ୍କ କାମ ନୁହେଁ। ସେମାନେ କେବଳ ତାଙ୍କର ଦିବ୍ୟ ଆମୋଦଦାୟକ ଲୀଳା ନିମିତ୍ତ ଉଦ୍ଦିଷ୍ଟ ଅଟନ୍ତି। ତେଣୁ ତାଙ୍କର ଆବିର୍ଭାବରେ ଅନ୍ୟ କାରଣ କିଛି ହୋଇନପାରେ। ହେ ଆମର ପ୍ରିୟ ଭଗବାନ, ଆପଣ ଯଦୁବଂଶର ସର୍ବୋତ୍ତମ ବଂଶଜ ହିସାବରେ ଆବିର୍ଭୂତ ହେଉଛନ୍ତି ଏବଂ ଆମ୍ଭେମାନେ ଆପଣଙ୍କ ପାଦପଦ୍ମରେ ଆମମାନଙ୍କର ବିନମ୍ର ପ୍ରଣାମ ଜଣାଉଛୁ।
ଏ ଆବିର୍ଭାବ ପୂର୍ବରୁ ଆପଣ ମତ୍ସ୍ୟାବତାର ରୂପରେ, ହୟଗ୍ରୀବ ଅବତାର ରୂପରେ, କୁର୍ମାବତାର ରୂପରେ, ହଂସାବତାର ରୂପରେ, ରାଜା ରାମ ଅବତାର ରୂପରେ, ପରଶୁରାମ ଅବତାର ରୂପରେ ଏବଂ ଆହୁରି ଅନେକ ଅବତାର ରୂପରେ ଅବତରିତ ହୋଇଛନ୍ତି। ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଆପଣ ଅବତରିତ ହୋଇଥିଲେ। ସ୍ୱୟଂ ଭଗବାନ ରୂପରେ ଆପଣଙ୍କର ଏ ଅବତାରରେ ଆମ୍ଭେମାନେ ଆପଣଙ୍କୁ ଅନୁରୋଧ କରୁଛୁ, ଆମମାନଙ୍କୁ ତ୍ରିଭୁବନର ସେହି ପ୍ରକାରେ ରକ୍ଷା କରନ୍ତୁ ଏବଂ ଆମମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାରେ ଆସୁଥିବା ସମସ୍ତ ବିପଦ ଓ ପ୍ରତିବନ୍ଧକକୁ ଦୂର କରିଦିଅନ୍ତୁ। ହେ ମା ଦେବକୀ, ଆପଣଙ୍କ ଗର୍ଭରେ ତାଙ୍କର ସମସ୍ତ ପ୍ରତୀକ୍ଷାଂଶ ସହିତ ଭଗବାନ ଅଛନ୍ତି। ସେ ମୌଳିକ ଭଗବାନ ଅଟନ୍ତି। ଆପଣଙ୍କ ମଙ୍ଗଳ ନିମିତ୍ତ ଆବିର୍ଭୂତ ହେଉଛନ୍ତି। ସେଇଥିପାଇଁ ଆପଣ ଭ୍ରାତା ଭଜରଜ ପ୍ରତି ବିତପ୍ତ ହେବା ଉଚିତ ନୁହେଁ। ଆପଣଙ୍କ ପୁତ୍ର ଶ୍ରୀକୃଷ୍ଣ, ଯିଏକି ସ୍ୱରୂପତ ଭଗବାନ ଅଟନ୍ତି, ଧାର୍ମିକ ଯଦୁବଂଶକୁ ରକ୍ଷା କରିବା ନିମିତ୍ତ ଆବିର୍ଭୂତ ହେଉଛନ୍ତି। ଭଗବାନ ଏକାଟିଆ ଆବିର୍ଭୂତ ହେଉନାହାନ୍ତି, ସେ ତାଙ୍କର ପ୍ରତୀକ୍ଷାଂଶ ବଳରାମଙ୍କ ସହ ଆବିର୍ଭୂତ ହେଉଛନ୍ତି। ଦେବକୀ ଭ୍ରାତା କଂସଙ୍କୁ ବଡ଼ ଭୟ କରୁଥିଲା, କାରଣ ସେ ତାର ଅନେକ ସନ୍ତାନ ବଧ କରିଛି। ସେ କୃଷ୍ଣଙ୍କ ବିଷୟରେ ବଡ଼ ଉଦ୍ବିଗ୍ନ ଥିଲା। ବିଷ୍ଣୁ ପୁରାଣରେ ଏକଥା ବର୍ଣ୍ଣିତ ହୋଇଅଛି ଯେ ଦେବଗଣ ସେମାନଙ୍କର ସ୍ତ୍ରୀମାନଙ୍କ ସହିତ ବରାବର ଦେବକୀ ପାଖକୁ ଆସୁଥିଲେ ଏବଂ ତାକୁ ଶାନ୍ତ କରିବା ନିମିତ୍ତ ଅଭୟ ଦେଇ କହୁଥିଲେ ଯେ ତାଙ୍କର ଏ ପୁତ୍ରକୁ ଯେ କଂସ ବଧ କରିବ, ଏ ଆଶଙ୍କା ପୋଷଣ କରିବା ଉଚିତ ନୁହେଁ। ତାଙ୍କ ଗର୍ଭରେ ଥିବା ଶ୍ରୀକୃଷ୍ଣ କେବଳ ଯେ ପୃଥିବୀ ଭାରା ନିବାରଣ କରିବାକୁ ଆବିର୍ଭୂତ ହେଉଛନ୍ତି ତାହା ନୁହେଁ, ସେ ବିଶେଷ କରି ଯଦୁବଂଶକୁ ରକ୍ଷା କରିବା ନିମିତ୍ତ ଆବିର୍ଭୂତ ହେଉଛନ୍ତି ଏବଂ ଏହା ସୁନିଶ୍ଚିତ ଯେ ସେ ଦେବକୀ ଓ ବସୁଦେବଙ୍କୁ ରକ୍ଷା କରିବେ। ଭକ୍ତି ବେଦାନ୍ତ ଭାଷ୍ୟର 2ୟ ଅଧ୍ୟାୟ ଗର୍ଭରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କୁ ଦେବତାମାନଙ୍କର ପ୍ରାର୍ଥନା ଶୀର୍ଷକ ବିଷୟ ଶେଷ ହେଲା।